ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 3। କୋଣାର୍କ ଭଳି କୋଣାର୍କର ରାତି ମଧ୍ୟ ରହସ୍ୟମୟ। ପ୍ରତି ରାତିରେ ଚାର୍ଲ୍ସ ସ୍ୱପ୍ନାବିଷ୍ଟ ହୋଇପଡ଼େ। ସେଦିନ କିନ୍ତୁ ସେ ସମ୍ପୂର୍ଣ୍ଣ ମୋହାଚ୍ଛନ୍ନ। ଡ୍ରଗ୍ସ ପ୍ରଭାବରେ ଲିଲିଆନ୍ ଅଳ୍ପ ସମୟ ହେବ ଅଚେତ ହୋଇପଡ଼ିଛି। ଚାର୍ଲ୍ସ କିନ୍ତୁ ଅତନ୍ତ୍ର। ଲିଲିଆନ୍ ସହ ଏକ ଶଯ୍ୟାରେ ଶୋଇ ରହି ବି ଚାର୍ଲ୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଏକାକୀ। ଏଠାକୁ ଆସିବା ପୂର୍ବରୁ ଚାର୍ଲ୍ସ ମଧ୍ୟ ଡ୍ରଗ୍ସ ଖାଉଥିଲା, ଅଭ୍ୟାସ କରେ। ମାତ୍ର କୋଣାର୍କରେ ପହଞ୍ଚିବା ପରେ ଚାର୍ଲ୍ସ ନିଜକୁ, ନିଜର ନିଃସଙ୍ଗତାକୁ, ନିଜର ଲକ୍ଷ୍ୟହୀନ ଜୀବନର ନୈରାଶ୍ୟ ଓ ହତାଶାକୁ ସମ୍ପୂର୍ଣ୍ଣ ବିସ୍ମରି ଯାଇଥିଲା। ଚାର୍ଲ୍ସର ମନେ ହେଉଥିଲା ସେ ଯେମିତି ଗୋଟାଏ ରହସ୍ୟ ପଥର ଯାତ୍ରୀ। କୋଣାର୍କ ଭଳି ବିଶ୍ୱର ଏକ ପରମ ବିସ୍ମୟକର ସ୍ଥାପତ୍ୟର ରହସ୍ୟ ସେ ଉନ୍ମୋଚନ କରିବାକୁ ଯାଉଛି। ନିଜର ବ୍ୟକ୍ତିଗତ ହତାଶା ଓ ନୈରାଶ୍ୟ କାହିଁ କୁଆଡ଼େ ଉଭେଇ ଯାଇଛି ଗୋଟାଏ ବିଚିତ୍ର ଉତ୍ତେଜନାରେ, ଗୋଟାଏ ଅପୂର୍ବ ନିଶାରେ। ଛମ୍ ଛମ୍। ଚାର୍ଲ୍ସ ଶୁଣିଛି ଗୋଟାଏ ଲଘୁପାଦର ନୂପୁର ଛନ୍ଦ। କିଏ ହୋଇପାରେ ଏ ରାତ୍ରିର ନର୍ତ୍ତକୀ? ସେଇ କୋଣାର୍କ କନ୍ୟା। ବିଷ୍ଣୁ ମହାରଣା କହେ, ରାତିରେ କୋଣାର୍କ ଜୀଇ ଉଠେ। ନାଟମନ୍ଦିରରେ ଦେବଦାସୀର ନୃତ୍ୟ ଆସର ଜମେ। ଦେବଦାସୀର ନୂପୁର ଧ୍ୱନି ଚାର୍ଲ୍ସକୁ ଆମନ୍ତ୍ରଣ ଜଣାଉଛି। ଲିଲିଆନ୍କୁ ଥରେ ଚାହିଁ ଦେଇ ଚାର୍ଲ୍ସ ଦ୍ୱାରା ଖୋଲି ବାହାରି ଆସିଲା ଏବଂ ଆସ୍ତେ ଦ୍ୱାର ଆଉଜାଇ ଦେଲା। ବଙ୍ଗଳାର ରାତି ଜଗୁଆଳିକୁ ନିଜର ରୁମ୍ ଖୋଲା ଅଛି ଏବଂ ଲିଲିଆନ୍ ଶୋଇଛି ବୋଲି ଜଣାଇ ଦେଇ ମନ୍ଦିରକୁ ପଡ଼ିଥିବା ସିଧା ରାସ୍ତାରେ ଚାଲି ଚାଲି ସେ ଯାଇ ପହଞ୍ଚିଥିଲା ପୂର୍ବପାର୍ଶ୍ୱ ଦ୍ୱାର ଦେଶରେ। ଦ୍ୱାର ବନ୍ଦ ଥିଲା। ଚାର୍ଲ୍ସ ଉତ୍ତର ଦିଗକୁ ବାଟ ଭାଙ୍ଗି କୋଣାର୍କର ପ୍ରଶସ୍ତ ବେଢ଼ା ଉପରେ ଚାଲି ଚାଲି ନବଗ୍ରହ ମନ୍ଦିର ସାମ୍ନା ଗୋଟିଏ ଗଛମୂଳେ ଠିଆ ହେଲା। ବେଢ଼ା ଉପରେ ଚାଲି ଚାଲି ନବଗ୍ରହ ମନ୍ଦିର ସାମ୍ନା ଗୋଟିଏ ଗଛମୂଳେ ଠିଆ ହେଲା। ଅନ୍ଧାର ଭିତରେ ସେ ରେଡ଼ିୟମ୍‌ଯୁକ୍ତ ହାତଘଡ଼ିକୁ ଦେଖିଲା ରାତି 10। ଅଥଚ ବର୍ଷା, ଅନ୍ଧାର ଏବଂ ନିର୍ଜନତା ହେତୁ ନିଶାର୍ଥର ଭ୍ରମ ହେଉଛି ମନରେ। କୋଣାର୍କର ନାଟମନ୍ଦିର ଭିତରେ ନୂପୁର ଧ୍ୱନି ଶୁଭୁଛି। ଅଥଚ ଅନ୍ଧାର ଯୋଗୁଁ ଦେବଦାସୀର ନୃତ୍ୟ ଦିଶୁନାହିଁ। ନବଗ୍ରହ ମନ୍ଦିର ଭିତରେ ଦୀପ ଜଳୁଛି ମିଞ୍ଜି ମିଞ୍ଜି। ବର୍ଷା ଏବଂ ପବନର ବେଗ ବେଳକୁ ବେଳ ବଢ଼ୁଛି। ମୋହାବିଷ୍ଟ ଭଳି ଚାର୍ଲ୍ସ ଠିଆ ହୋଇଛି ବର୍ଷାରେ ଭିଜି ଭିଜି। ଅନ୍ଧାର ଭିତରେ କାହାର ଲଘୁ ପଦପାଦ ଶୁଭୁଛି ନବଗ୍ରହ ମନ୍ଦିର ଆଡ଼ୁ। ଅନ୍ଧକାର ଭିତରେ ଚାର୍ଲ୍ସ ଠିକ୍ ଚିହ୍ନିପାରିଲା କୁସି ମାଉସୀକୁ। ବୁଢ଼ୀର ଚେହେରା ଏବଂ ଚାଲି ସ୍ୱତନ୍ତ୍ର ଭାବେ ବାରି ହୋଇପଡ଼େ। ବୁଢ଼ୀ ସଙ୍ଗରେ ଆଉ ଏକ ଛାୟାମୂର୍ତ୍ତି। ଅନ୍ଧାର ଭିତରେ ଅଶରୀରୀ ଭଳି ମନେ ହେଉଛି। ବୁଢ଼ୀ ମଧ୍ୟ କ'ଣ ଗୋଟାଏ ଅଶରୀରୀ ଆତ୍ମା? ଛାୟାମୂର୍ତ୍ତି ଦୁଇଟି ଧୀରେ ଧୀରେ ନିକଟତର ହେଉଛନ୍ତି। ଅକସ୍ମାତ୍ ବିଜୁଳିର ଝଲକରେ କ୍ଷଣକ ପାଇଁ କୋଣାର୍କ ମନ୍ଦିର ଆକାଶ ପର୍ଦ୍ଦାରେ ଉଦ୍ଭାସିତ ହୋଇଉଠିଲେ ଏବଂ ଖୁବ୍ ନିକଟରେ କେଉଁଠି ବଜ୍ରପାତ ଶବ୍ଦରେ ଚାର୍ଲ୍ସ ସ୍ତବ୍ଧ ହୋଇଯିବା ପୂର୍ବରୁ ଗୋଟାଏ ଲହୁଣୀ କୋମଳ ହାତ ଚାର୍ଲ୍ସର ବାହୁ ଧରି ଜୋରରେ ଦୂରକୁ ଟାଣିନେଲା। ପରକ୍ଷଣରେ ଚାର୍ଲ୍ସକୁ ଆଶ୍ରୟ ଦେଇଥିବା ଗଛର ବଡ଼ ଡାଳଟାଏ କଡ଼୍ କଡ଼୍ ଶବ୍ଦରେ ଭାଙ୍ଗି ପଡ଼ିଲା। ଆଉ ଟିକକରେ ବିରାଟ ଡାଳଟା ଚାର୍ଲ୍ସର ପତଳା ଦେହଟା ଉପରେ ହିଁ ଅଜାଡ଼ି ହୋଇ ପଡ଼ିଥାନ୍ତା। ଛାୟାମୂର୍ତ୍ତିଟା ଚାର୍ଲ୍ସର ହାତ ଛାଡ଼ି ଦେଇଥାଏ। ଚାର୍ଲ୍ସ ଅନାୟାସ କହି ପକାଇଲା, ଧନ୍ୟବାଦ, ଆନ୍ତରିକ ଧନ୍ୟବାଦ। ଧନ୍ୟବାଦ ଦେବାର ସମୟ ନୁହେଁ। ଝଡ଼ ତୋଫାନ ମାଡ଼ି ଆସୁଛି, ମୋ ପଛେ ପଛେ ଚାଲି ଆସନ୍ତୁ। ଛାୟାମୂର୍ତ୍ତିଟା ଚାର୍ଲ୍ସକୁ ଅପେକ୍ଷା ନ ରଖି ଦୌଡ଼ିଲା ଭଳି ପାଦ ପକାଇ ଚାଲିବାକୁ ଲାଗିଲା। କୁସି ମାଉସୀ ପଛକୁ ଫେରି ଯାଉ ଯାଉ କହୁଥିଲା, ଯାରେ ପୁଅ, ବାୟା ବୁଦ୍ଧି ଛାଡ଼ି ଶୀଘ୍ର ପଳା। ମୁଁ ଏଇ ନବଗ୍ରହ ମନ୍ଦିର ପାଖରେ ରାତିଟା ଘୁମେଇ ପଡ଼ିବି। ଝିଅଟା ପୂଜା ଦେବାକୁ ଆସିବ ବୋଲି ଏତେ ବେଳ ଯାଏ ଜଗି ବସିଥିଲା। ମେଘ ପବନ ଦେଖି ମୁଁ ବି ଆଜି ଆଉ ଗାଁକୁ ଗଲି ନାହିଁ। ନାରୁନନାର ଧର୍ମପଦେ ହୋଟେଲ। ବୋଉଲାଉଥିବା ସେ ପୁରୁଣା ଚାଳଘର ଭିତରକୁ ତରତର ହୋଇ ପଶିଗଲା ପ୍ରାଚୀ। ନାରୁନନାର ସେଇ ପୁରୁଣା ଘରଟା ମଧ୍ୟ ବର୍ଷା ପବନରେ ଥରି ଉଠୁଥାଏ। ଘର ଭିତରେ ମିଞ୍ଜି ମିଞ୍ଜି ଲଣ୍ଠନର
କାଚରେ ଧର୍ମାନନ୍ଦ କେତେ ଖଣ୍ଡ ଓଦା ଫଟୋ ଶୁଖାଉଥାଏ। ଆଉ ଜଣେ ବୟସ୍କ ଲୋକ ହାତରେ ଠେଙ୍ଗାଟିଏ ଧରି ଜଗି ବସିଥାଏ। ପ୍ରାଚୀକୁ ଦେଖି ସେ କହିଲା, ବର୍ଷା ନ କମିଲେ ଘରକୁ ଯିବା କେମିତି? ଓଦା ହୋଇଗଲେ ବାବୁ ରାଗିବେ। ଜାଣିଥିଲେ ଛତା ଆଣିଥାନ୍ତେ। ପ୍ରାଚୀ ଲୁଗାକାନିରେ ମୁହଁ ଏବଂ କେଶର ଜଳବିନ୍ଦୁ ପୋଛି ନେଉ ନେଉ କହିଲା, ଟିକେ ଅପେକ୍ଷା କରିବା। ରାତି ଯେ ବଢ଼ୁଛି, କେତେବେଳେ ବର୍ଷା ଛାଡ଼ିବ କିଏ ଜାଣେ? ଲୋକଟି କହିଲା। ପ୍ରାଚୀ ଶାନ୍ତ କଣ୍ଠରେ କହିଲା, ମାଉସୀ ନିଶ୍ଚୟ କାହା ହାତରେ ଛତା ଦେଇ ପଠାଇବେ। ପ୍ରାଚୀ ଗୋଟାଏ କାଠ ବେଞ୍ଚରେ ବସି ପଡ଼ିଲା ଏବଂ ଚାର୍ଲ୍ସକୁ ଲକ୍ଷ୍ୟ କରି କହିଲା, ବସନ୍ତୁ। ବର୍ଷା ଛାଡ଼ିବା ଯାଏ ଅପେକ୍ଷା କରିବାକୁ ହିଁ ହେବ। ଉପରକୂଳ ଅଞ୍ଚଳରେ ଝଡ଼ର ପ୍ରକୋପ ବେଶୀ। ବାହାରକୁ ବାହାରିଲେ ବିପଦ। ଚାର୍ଲ୍ସ ଧର୍ମପଦ ହୋଟେଲ ଜୀର୍ଣ୍ଣ କାନ୍ଥ ଦୁଲକି ଉଠୁଥିବା ଚାଳକୁ ଚାହିଁ କହିଲା, ଏଠି ରହିବା ମଧ୍ୟ ଖୁବ୍ ବେଶୀ ନିରାପଦ ନୁହେଁ। ସେ ଈଷତ୍ ହସିଲା। ଆମ ଦେଶରେ ଅନେକ ଲୋକଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଏତିକି ନିରାପଦ ଘରଟିଏ ବି ନାହିଁ। ପ୍ରାଚୀ ହାଲକା ଦୀର୍ଘଶ୍ୱାସ ଛାଡ଼ି କହିଲା, ଚନ୍ଦ୍ରଭାଗା ତୀରର ନୋଳିଆ ବସ୍ତି ଦେଖିଛନ୍ତି ତ? ଧର୍ମାନନ୍ଦ ଫଟୋଟା ଶୁଖାଉ ଶୁଖାଉ ଏମାନଙ୍କର କଥା ଧ୍ୟାନ ଦେଇ ଶୁଣୁଥାଏ। ସେ କହିଲା, ଝଡ଼ ତୋଫାନ ଏ ଘରର କିଛି କ୍ଷତି କରିପାରିବ ନାହିଁ। ମୋ ଜନ୍ମ ହେବା ଦିନଠାରୁ ଦେଖୁଛି କେତେ ଝଡ଼ ତୋଫାନ ବାଇଁ ବାଇଁ ଉଡ଼ି ଯାଇଛି। କୋଣାର୍କ ସେମିତି ଠିଆ ହୋଇଛି। ଧର୍ମପଦ ହିନ୍ଦୁ ହୋଟେଲ ବି ସେମିତି ଅଛି। ପ୍ରାଚୀ ସ୍ନେହବିଜା ସ୍ୱରରେ କହିଲା, କେତେ ବା ତୋର ଜୀବନ କାଳ? 12 ବର୍ଷର ଜୀବନରେ କି ଝଡ଼ ତୋଫାନ ତୁ ବା ଦେଖିଛୁ? ଧର୍ମାନନ୍ଦ ଅଭିଜ୍ଞ ମଣିଷ ଭଳି ଦୀର୍ଘଶ୍ୱାସ ଛାଡ଼ି କହିଲା, ନୀତି ପ୍ରତି ମୁଁ ଯେଉଁ ଝଡ଼ ତୋଫାନ ମୁକାବିଲା କରୁଛି, ତା ତମେ ବି କରିନାହ ନାନୀ। 8 ପ୍ରାଣୀର ସଂସାର ଜଞ୍ଜାଳ ମୁଁ ମୁଣ୍ଡେ ମୁଣ୍ଡେଇଛି। ବୁଝିପାରୁଛ? ପ୍ରାଚୀ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଧର୍ମାନନ୍ଦକୁ ଚାହିଁ କହିଲା, ତତେ ଈଶ୍ୱର ଶକ୍ତି ଦିଅନ୍ତୁ ଧର୍ମୁ, ତୁ କେବେ ହାରି ନ ଯା। ଚାର୍ଲ୍ସକୁ ଚାହିଁ ପ୍ରାଚୀ ଧର୍ମାନନ୍ଦର କଥା ଅଳ୍ପକେ ବୁଝାଇ ଦେଲା। ଚାର୍ଲ୍ସ କହିଲା, ସେ ନିଶ୍ଚୟ ଜୀବନରେ ଉନ୍ନତି କରିବ। ହଠାତ୍ କେହି ଜଣେ ହସିଲା ତାଚ୍ଛଲ୍ୟରେ। ପ୍ରାଚୀ ଦେଖିଲା, ଗୋଟାଏ କୋଣରେ ମୂର୍ତ୍ତିଟିଏ ଭଳି ବସିଛି ବିଷ୍ଣୁ ମହାରଣା। ପ୍ରାଚୀ କହିଲା, ତମେ ଏଠି ଯେ ଅଜା, ହସିଲ କାହିଁକି? ବିଷ୍ଣୁ ମହାରଣା ମୁଣ୍ଡ ହଲେଇ କହିଲା, ଧର୍ମୁର ଉନ୍ନତି କଥା ଶୁଣି ହସିବି ନାହିଁ? ଯଦି ବା ଆଉ ଗୋଟାଏ କୋଣାର୍କ ତିଆରି ହୁଅନ୍ତା, ତେବେ ହୁଏତ ଧର୍ମାନନ୍ଦ ମୁଣ୍ଡି ମାରନ୍ତା। ଯେଉଁ ଦେଶରେ କୋଣାର୍କର ଶିଳ୍ପକଳା ବୁଡ଼ି ଯାଇଛି, ସେଠି ଧର୍ମୁର ଉନ୍ନତି ପୁଣି ସମ୍ଭବ? ସୁଯୋଗ ଉଣ୍ଡି ଚାର୍ଲ୍ସ କହିଲା, କୋଣାର୍କ ମହାନ, ମହାନ ଭାରତବର୍ଷ। ମୁଁ ଜାଣେ ଆମେରିକାର ସ୍ଥପତି। କୋଣାର୍କର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଉପରେ ଗବେଷଣା କରିବା ପାଇଁ ମୁଁ ଏଠାକୁ ଆସିଛି। ମୁଁ ଆପଣଙ୍କର ସାହାଯ୍ୟ ଭିକ୍ଷା କରେ। ବିଷ୍ଣୁ ମହାରଣା ସେମିତି ମୁଣ୍ଡ ହଲାଇ ହଲାଇ କହିଲା, ସାରା ଜୀବନ ଗବେଷଣା କରି ଗଦା ଗଦା ବହି ଲେଖି ଘର ଭର୍ତ୍ତି କରିଦିଅ, ହେଲେ କୋଣାର୍କ ଗଢ଼ିପାରିବ ନାହିଁ। କୋଣାର୍କ ପୋଥିପାଠ ନୁହେଁ। କୋଣାର୍କ ମଣିଷର ରକ୍ତ, ମାଂସ, ହାଡ଼ ଏବଂ ସମଗ୍ର ଜୀବନର ତ୍ୟାଗ ଓ ଉତ୍ସରେ ଏକ ପୂଜା ବେଦୀ। ଏକାଗ୍ରତା, ଉତ୍ସର୍ଗ ଓ ତ୍ୟାଗର କଥା ଯିଏ ଜାଣେ ନାହିଁ, ସେ କୋଣାର୍କଠାରୁ ଅନେକ ଅନେକ ଦୂରରେ। ଚାର୍ଲ୍ସ ବ୍ୟାକୁଳ କଣ୍ଠରେ କହିଲା, ମୋତେ ବିଶ୍ୱାସ କରନ୍ତୁ, କୋଣାର୍କ ମୋତେ ପାଗଳ କରିଦେଇଛି। ବର୍ଷା ରାତିରେ ବାନ୍ଧବୀକୁ ଛାଡ଼ି ମୁଁ କୋଣାର୍କ ବେଢ଼ାରେ ବୁଲୁଛି। ଆଜି ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ମୋତେ ଭଦ୍ରମହିଳା ଉଦ୍ଧାର କରିଛନ୍ତି। ପ୍ରାଚୀ ସ୍ଥିର କଣ୍ଠରେ କହିଲା, ଆପଣଙ୍କୁ ଜଗନ୍ନାଥ ଉଦ୍ଧାର କରିଛନ୍ତି। ମଣିଷ ମଣିଷକୁ ମୃତ୍ୟୁମୁଖକୁ ଠେଲି ଦେଇପାରେ। ମୃତ୍ୟୁମୁଖରୁ ବଞ୍ଚାଇବାର ଶକ୍ତି ଅଛି କେବଳ ଈଶ୍ୱରଙ୍କର। ଚାର୍ଲ୍ସ ହସିଦେଇ କହିଲା, ଆପଣଙ୍କୁ ଜଗନ୍ନାଥଙ୍କ ଦୂତ ଭାବରେ ଚିହ୍ନିବା ଛଡ଼ା ଆମ ଭିତରେ ଏଯାଏଁ ପରିଚୟର ଆଦାନ ପ୍ରଦାନ ମଧ୍ୟ ହୋଇନାହିଁ। ମୁଁ ଚାର୍ଲ୍ସ ନେବ୍, ୱାସିଂଟନରୁ ଆସିଛି ଗବେଷଣା ପାଇଁ। ମୁଁ ଜଣେ ସ୍ଥପତି। ପ୍ରାଚୀ ସ୍ଥିର କଣ୍ଠରେ କହିଲା, ମୁଁ ପ୍ରାଚୀ ମହାପାତ୍ର, ଓଡ଼ିଶାରେ ଘର। ଇତିହାସରେ ଉଚ୍ଚତର ଗବେଷଣାର ଛାତ୍ରୀ। କୋଣାର୍କ ମୋର ଗବେଷଣାର ପଟ୍ଟଭୂମି। ଚାର୍ଲ୍ସ କହିଲା, ମୁଁ ରହୁଛି ଟୁରିଷ୍ଟ ବଙ୍ଗଳାରେ। ମୋର ବାନ୍ଧବୀ ଲିଲିଆନ୍ ଆସିଛି। ସେ ଫେରିଯିବା ପରେ ଭାବିଛି କାହା ଘରେ ପେଇଂ ଗେଷ୍ଟ ହୋଇ ରହିବି ଗବେଷଣା ଶେଷ ହେବା ଯାଏ। କୋଣାର୍କରେ ସେଭଳି ସୁବିଧା ମିଳେ କି ନା ଅବଶ୍ୟ ମୁଁ ଜାଣେ ନାହିଁ। ପ୍ରାଚୀ କହିଲା, ମୁଁ ଅଛି ମାଉସୀଙ୍କ ଘରେ। କୋଣାର୍କ ହାଇସ୍କୁଲର ପଛପଟେ ମୋ ମାଉସୀଙ୍କ ଘର।
କୋଣାର୍କର ଆଖପାଖ ଗାଁ ବୁଲି କାହାଣୀ, କିମ୍ବଦନ୍ତୀ ଓ ଲୋକମୁଖରେ ପ୍ରଚଳିତ ବିଭିନ୍ନ ଐତିହାସିକ ତଥ୍ୟ ସଂଗ୍ରହ କରୁଛି। ଚାର୍ଲ୍ସ ଉତ୍ସାହିତ କଣ୍ଠରେ କହିଲା, ମୁଁ ଜଣେ ବିଦେଶୀ। ଗବେଷଣା ବେଳେ ଗାଁ ଗାଁ ବୁଲି ଆଖପାଖ ଅଞ୍ଚଳର ମନ୍ଦିର, ସ୍ଥାପତ୍ୟ ଏବଂ ଶିଳାଲିପି ଇତ୍ୟାଦି ସମ୍ପର୍କରେ ବିବରଣୀ ଓ ତଥ୍ୟ ସଂଗ୍ରହ କରିବା ମୋ ପକ୍ଷେ ଅସୁବିଧାଜନକ। ଆପଣ ନିଜର ଗବେଷଣା କାମ ସଙ୍ଗେ ମୋର ମଧ୍ୟ ସହାୟକ ହେଲେ ଉପକୃତ ହେବି। ପ୍ରାଚୀ ଅକୃତ୍ରିମ ଆଗ୍ରହରେ କହିଲା, ମୋ ଦ୍ୱାରା ଯେତେଟା ସମ୍ଭବ ନିଶ୍ଚୟ ସାହାଯ୍ୟ କରିବି। ଆପଣ ମୋ ଦେଶର ସ୍ଥାପତ୍ୟ ଓ କଳାର ପୁନରୁଦ୍ଧାର ଦିଗରେ ଆଗ୍ରହୀ। ଆପଣଙ୍କୁ ସାହାଯ୍ୟ କରିବା ଦେଶ ସେବା ସଙ୍ଗେ ସମାନ। ଚାର୍ଲ୍ସ କୃତଜ୍ଞତା ଭରା ସ୍ୱରରେ କହିଲା, ଏଇଟା ଆପଣଙ୍କର ଉଦାରତା। ଆପଣ ମହାନ, ମହାନ ଆପଣଙ୍କର ଦେଶ। ବିଷ୍ଣୁ ମହାରଣା ଅସଂଖ୍ୟ କିମ୍ବଦନ୍ତୀର ନାୟକ, କୁଶଭତ୍ରା ବୁଢ଼ୀ, ଅପ୍ସରା କାହାଣୀର ପେଡ଼ି। ପ୍ରାଚୀ ପ୍ରଥମରୁ ହିଁ ସେ ଦୁହିଁଙ୍କୁ ଆଶ୍ରା କରି ଗବେଷଣା ପଥରେ ଆଗେଇ ଚାଲିଛି। ଚାର୍ଲ୍ସ ଆଶ୍ରା କରିଛି ପ୍ରାଚୀକୁ। ଗାଁ ଗହଳରେ ବୁଲି ତଥ୍ୟ ସଂଗ୍ରହ କରିବା ପାଇଁ କୌଣସି ସ୍ଥାନୀୟ ଲୋକର ସାହାଯ୍ୟ ଆବଶ୍ୟକ। ଚାର୍ଲ୍ସ ସେହିଭଳି ଲୋକଟିଏ ମନେ ମନେ ଖୋଜୁ ଖୋଜୁ ପ୍ରାଚୀ ସହ ସାକ୍ଷାତ ଏବଂ ପରିଚୟ ବି ହୋଇଗଲା। ଚାର୍ଲ୍ସ ଏବେ ନିଶ୍ଚିନ୍ତ। ପ୍ରାଚୀର ଗବେଷଣାର ଧାରା ଚାର୍ଲ୍ସର ପସନ୍ଦ ହୋଇଛି। ଘରେ ବସି ଗଦା ଗଦା ବହି ପଢ଼ି ଜଣେ ଇତିହାସ ବିଷୟରେ ଗବେଷଣା କରି ଉଚ୍ଚମାନର ସନ୍ଦର୍ଭ ଲେଖିପାରେ। ମାତ୍ର ପ୍ରାଚୀ ଆଗେଇ ଆସିଛି ଇତିହାସର ପୃଷ୍ଠଭୂମିକୁ। ପ୍ରତ୍ୟକ୍ଷ ଅନୁଭୂତି ଓ ଅଭିଜ୍ଞତାକୁ ନେଇ ଇତିହାସର ଘଟଣାକୁ ତନ୍ନ ତନ୍ନ ବିଶ୍ଳେଷଣ କରି ତାର ସତ୍ୟାସତ ଅନୁସନ୍ଧାନ କରୁଛି। ଶୁଷ୍କ ନିରସ ଅତୀତର ଇତିହାସ ଭିତରେ ପ୍ରାଚୀ ପ୍ରାଣସତ୍ତା ଖୋଜେ। ସେଇଥିପାଇଁ ଗବେଷଣା ପ୍ରାଚୀକୁ ଆନନ୍ଦ ଦିଏ। ଚାର୍ଲ୍ସର ଗବେଷଣା ପଦ୍ଧତି ଠିକ୍ ସେମିତି। ପ୍ରତ୍ୟକ୍ଷ ଅନୁଭୂତି ପାଇଁ ଚାର୍ଲ୍ସ ୱାସିଂଟନ୍ରୁ ଉଡ଼ି ଆସିଛି କୋଣାର୍କ ନିର୍ଜନ ପରିବେଶକୁ। ପ୍ରାଚୀ ଏବଂ ଚାର୍ଲ୍ସଙ୍କ ଭିତରେ ଗୋଟାଏ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ି ଉଠିଛି। ପ୍ରାଚୀ ଭାବେ ଚାର୍ଲ୍ସ ଜଣେ ଅତିଥି। ପ୍ରତ୍ୟେକ କ୍ଷେତ୍ରରେ ତାକୁ ସାହାଯ୍ୟ କରିବା ଭାରତୀୟ ନାଗରିକ ଭାବେ ପ୍ରାଚୀର କର୍ତ୍ତବ୍ୟ। ଚାର୍ଲ୍ସ ଭାବେ ପ୍ରାଚୀର ଅକୁଣ୍ଠ ସାହାଯ୍ୟ ପାଇଁ ସେ ସାରା ଜୀବନ କୃତଜ୍ଞ ହୋଇ ରହିବା ଉଚିତ ହେବ। ସ୍ୱାର୍ଥ ନଥାଇ କେହି କାହାକୁ ଏମିତି ଆନ୍ତରିକ ଆଗ୍ରହରେ ସାହାଯ୍ୟ କରିବା ଚାର୍ଲ୍ସ ଏ ପ୍ରଥମେ ଦେଖୁଛି। ଚାର୍ଲ୍ସ କହେ, ପ୍ରାଚୀ, ତମର ଆତିଥ୍ୟ ପାଇଁ ତମେ ଧନ୍ୟ, ଧନ୍ୟ ତମର ଦେଶ। ଦୁଇଟି ମନୋଯୋଗୀ ଛାତ୍ର ଭଳି ବିଷ୍ଣୁ ମହାରଣା ପାଖରେ ବସି ଦୁହେଁ ଶୁଣୁଥାନ୍ତି କୋଣାର୍କର କାହାଣୀ। ବିଷ୍ଣୁ ମହାରଣା ଯାହା କହେ ଇତିହାସର କଥା ହିଁ କହେ। ସବୁକିଛି କିନ୍ତୁ କାହାଣୀ ଭଳି ଲାଗେ। ବିଷ୍ଣୁ ମହାରଣାର ବର୍ଣ୍ଣନା ଚାତୁରୀରେ ଇତିହାସର ଘଟଣା ସବୁ ନାଟକର ଦୃଶ୍ୟ ଭଳି ଆଖି ଆଗରେ ଭାସି ଉଠେ। ବିଷ୍ଣୁ ମହାରଣା କହେ, ବର୍ଣ୍ଣନା ବେଳେ ସେ ଅତୀତର ସବୁ କିଛି ଦେଖିପାରେ। ଇତିହାସକୁ ପ୍ରତ୍ୟକ୍ଷ କରେ, ପ୍ରତ୍ୟେକ ପାତ୍ର ପାତ୍ରୀଙ୍କୁ ସଶରୀରରେ ଦେଖିପାରେ। ତେଣୁ ତାର ବର୍ଣ୍ଣନା ଏତେ ଜୀବନ୍ତ, ଏମିତି ପ୍ରାଣବନ୍ତ। ପ୍ରାଚୀ ଏବଂ ଚାର୍ଲ୍ସ ମଧ୍ୟ କଥାଟାକୁ ଧୀରେ ଧୀରେ ବିଶ୍ୱାସ କରିବାକୁ ଆରମ୍ଭ କରନ୍ତି। ନିର୍ଜନ ରାତିରେ କୋଣାର୍କ ମଠର ଧ୍ୱନି ଗୃହରେ ଅଖଣ୍ଡ ଶିଖା ନିକଟରେ ବସି ବିଷ୍ଣୁ ମହାରଣା ଇତିହାସର କଥା ଗପିଲା ବେଳେ ଚାର୍ଲ୍ସ ଏବଂ ପ୍ରାଚୀ ମଧ୍ୟ ବେଳେବେଳେ ପାତ୍ର ପାତ୍ରୀଙ୍କର ଛାୟା ଦେଖିପାରନ୍ତି। ଶୁଣିପାରନ୍ତି ସେମାନଙ୍କ ପଦପାଦର ଛନ୍ଦ, ସେମାନଙ୍କର କଣ୍ଠସ୍ୱର, ଘୋଡ଼ା ଟାପୁ, ଯୁଦ୍ଧ, ହୁଙ୍କାର, ଦେବଦାସୀର ନୂପୁର ନିକ୍ୱଣ, ଶିଳ୍ପୀମାନଙ୍କର ନିହାଣର ଶବ୍ଦ। ଲୋକେ କହନ୍ତି ବିଷ୍ଣୁ ମହାରଣା ତନ୍ତ୍ରମନ୍ତ୍ର ଜାଣେ, ଅତୀତର ଆତ୍ମାଙ୍କୁ ମଧ୍ୟ ଡାକି ଆଣିପାରେ। ବିଷ୍ଣୁ ମହାରଣା ତନ୍ତ୍ର ଜାଣୁ କି ମନ୍ତ୍ର ଜାଣୁ, କଥା ଚାତୁରୀରେ ସେ ଅନ୍ୟକୁ ମନମୁଗ୍ଧ କରାଇପାରେ। ବିଷ୍ଣୁ ମହାରଣାର କଥା କହିବାର ଶୈଳୀ ଚମତ୍କାର। ସେ ପ୍ରଶ୍ନ କରେ, ତମେ କେବେ ପ୍ରେମ କରିଛ ସାହେବ? ନିଶ୍ଚୟ, ଅନେକ ବାର ପ୍ରେମ କରିଛି, ଚାର୍ଲ୍ସ ନିର୍ଲିପ୍ତ ଭାବରେ ଉତ୍ତର ଦିଏ। ବିଷ୍ଣୁ ମହାରଣା ଅମାୟିକ ହସ ହସେ, ଅନେକ କ୍ଷଣ ପର୍ଯ୍ୟନ୍ତ। କହେ, ତମେ ପ୍ରେମ ପାଇଁ କେବେ ତ୍ୟାଗ କରିଛ? ତ୍ୟାଗ? ପ୍ରେମ ପାଇଁ? ପ୍ରେମ ତ ଆନନ୍ଦ ପାଇଁ, ଉପଭୋଗ ପାଇଁ, ସମ୍ଭୋଗ ପାଇଁ। ସେଠି ତ୍ୟାଗର ପ୍ରଶ୍ନ କାହିଁ? ତ୍ୟାଗରେ ତ ଅନେକ କଷ୍ଟ, ଅନେକ ଯନ୍ତ୍ରଣା। ପ୍ରେମ ଏବଂ ଯନ୍ତ୍ରଣା? ଚାର୍ଲ୍ସ ଆଶ୍ଚର୍ଯ୍ୟ କଣ୍ଠରେ କହେ।
ବିଷ୍ଣୁ ମହାରଣା ଗମ୍ଭୀର କଣ୍ଠରେ କହେ, କୋଣାର୍କର ପ୍ରେମର ମନ୍ଦିର, ତ୍ୟାଗର ପୂଜା ଦେବୀ, ଉତ୍ସର୍ଗ ଏବଂ ପବିତ୍ରତାର ଅଲିଭା ସ୍ମୃତିଶୋଧ ଏକାକ ସାଧନର ପୁଣ୍ୟପୀଠ। ଜାଣେ, କୋଣାର୍କ ପ୍ରେମର ମନ୍ଦିର। କୋଣାର୍କ ଶିଳାରେ ଶିଳାରେ ଦେଖିଛି ସମ୍ଭୋଗ ଏବଂ ମୈଥୁନର ଚିତ୍ର। ଲିଲିଆନର ସେସବୁ ଖୁବ୍ ପସନ୍ଦ, କିନ୍ତୁ ତ୍ୟାଗ, ଉତ୍ସର୍ଗ ଏବଂ ପବିତ୍ରତାର କଥା ମୋତେ ଜଣା ନାହିଁ। ଚାର୍ଲ୍ସ ଉତ୍ତର ଦିଏ। ବିଷ୍ଣୁ ମହାରଣା ସ୍ଥିର କଣ୍ଠରେ କହେ, ପ୍ରେମ ସହ ପବିତ୍ରତା, ତ୍ୟାଗ ଏବଂ ଉତ୍ସର୍ଗ ଜଡ଼ିତ। ପ୍ରେମର ଅର୍ଥ ସମ୍ଭୋଗ ନୁହେଁ। ପ୍ରେମ ସାଧନା, ସନ୍ନ୍ୟାସ, ନିଷ୍ଠା ଏବଂ ନିଷ୍କାମ ସମର୍ପଣ। କୋଣାର୍କ ପଦ୍ମକ୍ଷେତ୍ର, ଅର୍କକ୍ଷେତ୍ର। ପଦ୍ମ ସହ ସୂର୍ଯ୍ୟର ସମ୍ପର୍କ ଜାଣ ତ ସାହେବ? ସେମାନଙ୍କର ପ୍ରେମର କଥା ବୁଝ? ହଁ, ଶୁଣିଛି, ଯାହାକୁ କୁହାଯାଏ ପ୍ଲାଟୋନିକ୍ ଲଭ୍। କୋଣାର୍କର ପ୍ରତିଟି ରେଖାରେ ସେହି ପବିତ୍ର ପ୍ରେମଗାଥା ଲେଖା। ସେ କଥା ଶୁଣିଲେ ତୁମେ ସମ୍ବିଭୂତ ହେବ। ଅନେକ ବାର ପ୍ରେମ କରିବା ପରେ ତମେ ଯେଉଁ ପ୍ରେମକୁ ଚିହ୍ନିନ, କୋଣାର୍କ ସେ କଥା ତମକୁ କହିବ। ତ୍ୟାଗ ନଥାଇ ପ୍ରେମକୁ ଏଠାରେ ବୁଝାଇ ହୁଏ ନା। ଲିଲିଆନ୍ ବ୍ୟଙ୍ଗଭରା ସ୍ୱରରେ କହେ, ପ୍ରେମ ପାଇଁ ତ୍ୟାଗର ଏହି ଆବଶ୍ୟକତା କ'ଣ? ପୃଥିବୀରେ କ'ଣ ପ୍ରେମିକ ଏତେ ଦୁର୍ଲଭ ହୋଇଛି? ବୟସ ଥିବା ଯାଏଁ ଚାହିଁଲେ ପ୍ରେମିକ ମିଳିବେ। ସମ୍ଭୋଗର ଅଭାବ ହେବ ନାହିଁ, ଆନନ୍ଦର ଶେଷ ହେବ ନାହିଁ। କୋଣାର୍କରେ ମୁଁ କେବଳ ସମ୍ଭୋଗର ଚିତ୍ର ହିଁ ଦେଖିଛି। ପ୍ରାଚୀ ଶାନ୍ତ ଭାବରେ କହେ, କୋଣାର୍କକୁ ମୁଁ ରୂପରେ ଦେଖିଛି। ମୁଁ ଦେଖିଛି କୋଣାର୍କର ଜିତେନ୍ଦ୍ରିୟ ମହାଯୋଗୀ ରୂପରେ। କୋଣାର୍କ ଦେହରେ ମୁଁ ଦେଖିଛି ସନ୍ନ୍ୟାସ ଓ ବ୍ରହ୍ମଚର୍ଯ୍ୟର ମହାତ୍ମ୍ୟ। ଲିଲିଆନ୍ ହସି ଉଠେ। ବିଷ୍ଣୁ ମହାରଣା କହେ, କୋଣାର୍କର କଥା ହୃଦୟ ଦେଇ ଶୁଣିଲେ ସିନା କୋଣାର୍କକୁ ଚିହ୍ନିବ। ଚାର୍ଲ୍ସ ବାଧ୍ୟ ଛାତ୍ରଟି ଭଳି ଚକ୍କା ମାଡ଼ି ବସେ। କହେ, ମୁଁ ପ୍ରସ୍ତୁତ। ଆପଣ କାହାଣୀ ଆରମ୍ଭ କରନ୍ତୁ। ପ୍ରାଚୀ କୋଳ ଉପରେ ନିଜର କୋମଳ ପାପୁଲିକୁ ପଦ୍ମ କୋରଳ ଭଳି ଏକତ୍ର କରି ବସେ ଏବଂ ଆହୁରି କୋମଳ କଣ୍ଠରେ କହେ, ମୁଁ ମଧ୍ୟ ପ୍ରସ୍ତୁତ ବିଷୁଅଜା। ଲିଲିଆନ୍ ସିଗାରେଟ୍ ଟାଣି ଟାଣି ଦୂରକୁ ଦୂରକୁ ଚାଲିଯାଏ। କହେ, ୱାସିଂଟନ୍ ଲାଇବ୍ରେରୀରେ ବସି କୋଣାର୍କକୁ ପଢ଼ାଯାଇପାରେ ଚାର୍ଲ୍ସ। ଆସ, ଝାଉଁବଣ ଭିତରେ ନିର୍ଜନତାର ସ୍ୱର ଶୁଣିବା। ଚାର୍ଲ୍ସ ନମ୍ର କଣ୍ଠରେ କହେ, କ୍ଷମା କରିବ ଆନ୍, ମୁଁ କୋଣାର୍କକୁ ଚିହ୍ନିବାକୁ ଚାହେଁ। କୋଣାର୍କ ସହ ଘନିଷ୍ଠ ହେବାକୁ ଚାହେଁ। ତମକୁ ନିଶ୍ଚୟ ସଙ୍ଗୀ ମିଳିଯିବେ ନିର୍ଜନତାର ସ୍ୱରକୁ ଉପଭୋଗ କରିବା ପାଇଁ। କୋଣାର୍କରେ ବର୍ତ୍ତମାନ ଅନେକ ବିଦେଶୀ ଟୁରିଷ୍ଟ ଦଳ ପହଞ୍ଚିଛନ୍ତି। ଲିଲିଆନ୍ ହାତ ହଲାଇ ହଲାଇ ଦୂରକୁ ଯାଏ। ବିଷ୍ଣୁ ମହାରଣା କାହାଣୀ ଆରମ୍ଭ କରେ। ବିଷ୍ଣୁ ମହାରଣା ଜାତିସ୍ମର। ସେ ଜନ୍ମ ଜନ୍ମାନ୍ତରର କଥା କୈଶୋରର ଅଭୁଲା ସ୍ମୃତି ଭଳି ସ୍ମରଣ କରିପାରେ। ବିଷ୍ଣୁ ମହାରଣା ଇତିହାସର କଥା କହୁ କହୁ ନିଜ ପୂର୍ବଜନ୍ମର କଥା କହେ। କୋଶୀ ମାଉସୀ ମଧ୍ୟ ଜନ୍ମ ଜନ୍ମର କଥା ମନେ ପକାଇପାରେ। ସେ କହେ, ବିଷ୍ଣୁ ମହାରଣା ତା ପୁଅ ବୟସର। ବିଷ୍ଣୁ ମହାରଣା ଠାରୁ କୋଶୀ ମାଉସୀର ସ୍ମରଣ ଶକ୍ତି ଆହୁରି ତୀବ୍ର, ଆହୁରି ତୀକ୍ଷ୍ଣ। ବିଷ୍ଣୁ ମହାରଣାର କଥା ସଙ୍ଗେ କୁଶ ଭଦ୍ରା ବୁଢ଼ୀର କଥା ଏମିତି ମେଳ ଖାଇଯାଏ ଯେ 700 ବର୍ଷ ତଳର କଥାଗୁଡ଼ା କାଲିକା ଘଟଣା ଭଳି ସତ୍ୟ ପାଲଟିଯାଏ। ଚାର୍ଲ୍ସ ଏବଂ ପ୍ରାଚୀ ନୋଟ୍ ଖାତାରେ ସବୁକିଛି ଲେଖି ପକାଉଥାନ୍ତି ବିନୀତ ଷ୍ଟେନୋଗ୍ରାଫର ଭଳି। ଚାର୍ଲ୍ସ ଆସ୍ତେ କହିଲା, ମହାଶୟ, କାହାଣୀଟା ରାଜା ନରସିଂହ ଦେବଙ୍କଠାରୁ ଆରମ୍ଭ କଲେ ମୁଁ ଉପକୃତ ହୁଅନ୍ତି। ପ୍ରାଚୀପ୍ରଭାଙ୍କ ପରି ଗଙ୍ଗବଂଶର ଇତିହାସ ସମ୍ପର୍କରେ ମୋର ଏତେ ପ୍ରବେଶ ନାହିଁ। ମନ୍ଦିର ନିର୍ମାତାଙ୍କୁ ନ ଜାଣି ନିର୍ମାଣ କୌଶଳ ସମ୍ପର୍କରେ ଗବେଷଣା ଆରମ୍ଭ କରିବା ନ୍ୟାୟୋଚିତ ନୁହେଁ। ବିଷ୍ଣୁ ମହାରଣା ଅମାୟିକ ଭାବରେ ହସିଦେଲେ। ଭ୍ରୂକୁଞ୍ଚିତ କରି ପ୍ରାଚୀକୁ ଚାହିଁ କହିଲେ, ପ୍ରାଚୀ, ଇତିହାସ ଶାସ୍ତ୍ରରେ ସର୍ବୋଚ୍ଚ ଶିକ୍ଷାଲାଭ କରି ମଧ୍ୟ ରାଜା ନରସିଂହ ଦେବଙ୍କୁ ବା କେତେ ଟିକେ ଜାଣିଛି। ଇତିହାସ ନରସିଂହ ଦେବଙ୍କୁ ରାଜା ଭାବରେ ଚିହ୍ନିଛି। ଲେଖିଛି ତାଙ୍କ ବୀରତ୍ୱ, ରାଜ୍ୟଜୟ, ଲୋକହିତକର କାର୍ଯ୍ୟ ଏବଂ ଶାସନ ପ୍ରଣାଳୀ ସମ୍ପର୍କରେ। ମାତ୍ର ମୁଁ ଚିହ୍ନିଛି ତାଙ୍କୁ ଜଣେ ଦରଦୀ ମଣିଷ ଭାବରେ, ଜଣେ ପୁରୁଷୋତ୍ତମ ସ୍ୱାମୀ ଭାବରେ, ଜଣେ ନିଷ୍କାମ ପ୍ରେମିକ ଭାବରେ, ଜଣେ ପିତୃମାତୃଭକ୍ତ ଆଜ୍ଞାଧୀନ ପୁତ୍ର ଭାବରେ, ଜଣେ ମମତାମୟ ଭାଇ ହିସାବରେ,
ସର୍ବଶେଷରେ ଜଣେ ପରମ ଦେଶଭକ୍ତ ଭାବରେ। ମୋଠାରୁ ନରସିଂହ ଦେବଙ୍କୁ ଅଧିକ ଜାଣେ କୁଶଭଦ୍ରା ବୁଢ଼ୀ। ସେ କହେ, ନରସିଂହ ଦେବଙ୍କୁ ଯିଏ ଦେଖିଛି, ଯିଏ ଜାଣିଛି, ଯିଏ ବୁଝିଛି, ସେ ତାଙ୍କୁ ମନେ ମନେ ପ୍ରେମ କରି ବସିଛି। ସେ ଏକ ଦୁର୍ଲଭ୍ୟ ପୁରୁଷ। କୁଶଭଦ୍ରା ବୁଢ଼ୀ ମଧ୍ୟ ଏ ବୟସରେ ରାଜା ନରସିଂହ ଦେବଙ୍କୁ ପ୍ରେମ କରେ ମୁକ୍ତ କଣ୍ଠରେ। ପ୍ରାଚୀପ୍ରଭା ସଲ୍ଲଜ କଣ୍ଠରେ କହିଲା, କୋଣାର୍କ ସମ୍ବନ୍ଧରେ ଗବେଷଣା କରିବା ଅବସରରେ ରାଜା ନରସିଂହ ଦେବଙ୍କୁ ମୁଁ ଯେତିକି ଜାଣିଲିଣି, ସେଥିରେ ମୋର ମାଳବ ରାଜକନ୍ୟା ନରସିଂହ ଦେବଙ୍କର ପାଟରାଣୀ ସୀତାଦେବୀଙ୍କ ପ୍ରତି ଈର୍ଷା ଜାତ ହୁଏ। ବିଷ୍ଣୁ ମହାରଣା ଚାର୍ଲ୍ସକୁ ଚାହିଁ କହିଲେ, ମୋ କଥା ସତ୍ୟ ବୋଲି ବୁଝିଲେ ତ ସାହେବ? ମୋର କାହାଣୀ ସରିବା ବେଳକୁ ପ୍ରାଚୀ ମଧ୍ୟ ନରସିଂହ ଦେବଙ୍କୁ ପ୍ରେମ କରି ବସିଥିବ। ଚାର୍ଲ୍ସ ହସି ହସି କହିଲା, ଏବେ ମୋର ରାଜା ନରସିଂହ ଦେବଙ୍କ ପ୍ରତି ଭୀଷଣ ଈର୍ଷା ହେଉଛି। ବିଷ୍ଣୁ ମହାରଣା ସମଗ୍ର ଶରୀରକୁ ନୃତ୍ୟ ଛନ୍ଦରେ ସ୍ପନ୍ଦିତ କରି ହସୁ ହସୁ ଆଉ ଥରେ କାହାଣୀ ଆରମ୍ଭ କଲା। ମନ୍ଦିର ନିର୍ମାଣ ଓ ସ୍ଥାପତ୍ୟ ବିଦ୍ୟାର ଇତିହାସରେ ଅଦ୍ୱିତୀୟ କୋଣାର୍କ ମନ୍ଦିରର ନିର୍ମାତା ଥିଲେ ରାଜା ରାଜାଙ୍କର ପୌତ୍ର ଅନଙ୍ଗ ଭୀମଦେବ। ଅନଙ୍ଗ ଭୀମଦେବଙ୍କର ପୁତ୍ର ବୀର ନରକେଶରୀ ଦୀପ୍ତିମାନ ଶ୍ରୀ ଶ୍ରୀ ନରସିଂହ ଦେବ। ଦ୍ୱାଦଶ ଶତାବ୍ଦୀର ପ୍ରଥମ ପାଦରେ ଚୋଡ଼ଗଙ୍ଗ ଦେବ ଉତ୍କଳ ଜୟ କରି ଉତ୍କଳ ଅଧୀଶ୍ୱର ହୋଇଥିଲେ। ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଓଡ଼ିଶାର ସୀମା ଉତ୍ତରରେ ଗଙ୍ଗାନଦୀ, ଦକ୍ଷିଣରେ ଗୋଦାବରୀ ନଦୀ, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ପୂର୍ବଘାଟ ପର୍ବତମାଳା ଯାଏଁ ବିସ୍ତାର ଲାଭ କରିଥିଲା। ଚୋଡ଼ଗଙ୍ଗ ଦେବଙ୍କୁ ଉତ୍କଳୀୟ ଗଙ୍ଗବଂଶର ପ୍ରଥମ ରାଜା ଭାବରେ ଇତିହାସ ସମ୍ମାନ କରେ। କଳିଙ୍ଗରେ ଗଙ୍ଗ ଶାସନର ଆରମ୍ଭ କାଳର ଉତ୍ତରରେ ଆର୍ଯ୍ୟ ସଭ୍ୟତା ଓ ଦକ୍ଷିଣରେ ଦ୍ରାବିଡ଼ ସଭ୍ୟତାର ପରସ୍ପର ଆଦାନ ପ୍ରଦାନ ଫଳରେ ଏକ ନୂତନ ସଭ୍ୟତାର ଅୟମାରମ୍ଭ ଘଟିଥାଏ। ଆର୍ଯ୍ୟ ରାଜାମାନେ ଦକ୍ଷିଣରେ ଆର୍ଯ୍ୟ ସଭ୍ୟତାର ବିସ୍ତାର ପାଇଁ ଉଦ୍ୟମ କରୁଥାନ୍ତି। ପୂର୍ବ ଚାଲୁକ୍ୟ ଓ ଚୋଳମାନଙ୍କ ସହିତ ଗଙ୍ଗବଂଶର ବୈବାହିକ ସମ୍ପର୍କ ଫଳରେ ଉଭୟ ସଭ୍ୟତାର ସମ୍ମିଶ୍ରଣ ତ୍ୱରାନ୍ୱିତ ହୋଇଥାଏ। ଚୋଡ଼ଗଙ୍ଗ ଦେବ ଔଡ୍ର ଦେଶ ବା ଉତ୍କଳ ଅଧିକାର କରି ଖ୍ରୀଷ୍ଟାବ୍ଦ 1135ରେ ଓଡ଼ିଶାର କଟକ ନଗରକୁ ନିଜର ରାଜଧାନୀ ଉଠାଇ ଆଣିଥିଲେ। ତା ପୂର୍ବରୁ ତାଙ୍କର ରାଜଧାନୀ କଳିଙ୍ଗ ନଗର ଥିଲା। ଉତ୍କଳ ଅଧିକାରୀ କରି ଓଡ଼ିଶାକୁ ଚାଲି ଆସିବା ପରେ ଉତ୍କଳର ସଂସ୍କୃତି ତେଲୁଗୁ ସଂସ୍କୃତି ଠାରୁ ବଳବତ୍ତର ପ୍ରମାଣିତ ହୋଇଥିଲା ଏବଂ ଗଙ୍ଗବଂଶୀୟ ରାଜାମାନେ ଉତ୍କଳୀୟ ହୋଇଯାଇଥିଲେ। ଉତ୍କଳୀୟ ଗଙ୍ଗବଂଶର ସପ୍ତମ ନରପତି ଅନଙ୍ଗ ଭୀମଦେବ ତାଙ୍କର ପୁତ୍ର କୋଣାର୍କ ନିର୍ମାତା ଅତ୍ୟନ୍ତ ପରାକ୍ରମଶାଳୀ ସମର ନିପୁଣ ଶ୍ରୀ ଶ୍ରୀ ନରସିଂହ ଦେବ। ଅନଙ୍ଗ ଭୀମ ଜଣେ ପ୍ରତାପଶାଳୀ ଓ ଧର୍ମପ୍ରାଣ ରାଜା ଥିଲେ। ତାଙ୍କର ଶରୀରର ସୌନ୍ଦର୍ଯ୍ୟ ଅତୁଳନୀୟ ଥିଲା। ସେ ଥିଲେ ପରମ ବିଷ୍ଣୁଭକ୍ତ ଓ ଦାନୀ। ମକର ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା, ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଇତ୍ୟାଦି ଦିନମାନଙ୍କରେ ସେ ବ୍ରାହ୍ମଣମାନଙ୍କୁ ଭୂମିଦାନ କରନ୍ତି। ସେ ଜଣେ ଗୁଣଗ୍ରାହୀ ଓ ବିଦ୍ୟାନୁରକ୍ତ ରାଜା ଥିଲେ। ତାଙ୍କ ରାଜତ୍ୱ କାଳରେ ସେ ଓଡ଼ିଶାର ବହୁ ମନ୍ଦିର, ତଡ଼ାଗ, ରାସ୍ତାଘାଟ, କୂପ ଇତ୍ୟାଦି ଦେଶ ହିତକର କାର୍ଯ୍ୟ କରାଇଥିଲେ। ବେଦ ଓ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଅନଙ୍ଗ ଭୀମଦେବଙ୍କର ଏକ ବିଶାଳ ସେନାବାହିନୀ ମଧ୍ୟ ଥିଲା। ଅନଙ୍ଗ ଭୀମଦେବଙ୍କ ସମୟରେ ବଙ୍ଗଦେଶ ମୁସଲମାନମାନଙ୍କ ଦ୍ୱାରା ଅଧିକୃତ ହୋଇସାରିଥାଏ। ବଙ୍ଗର ରାଜା ଲକ୍ଷ୍ମଣ ସେନ ମୁସଲମାନ ସୈନ୍ୟଙ୍କ ଦ୍ୱାରା ପରାସ୍ତ ହୋଇ କିଛି କାଳ ପାଇଁ ଓଡ଼ିଶାକୁ ପଳାଇ ଆସିଥିଲେ। ସେଥିପାଇଁ ମୁସଲମାନମାନେ ଓଡ଼ିଶା ଜୟ କରିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି। କିନ୍ତୁ ପ୍ରବଳ ପରାକ୍ରମଶାଳୀ ଅନଙ୍ଗ ଭୀମଦେବ ଏକାକୀ ଯୁଦ୍ଧକ୍ଷେତ୍ରରେ ମୁସଲମାନ ବୀରମାନଙ୍କୁ ହତ୍ୟା କରିଦେଇଥିଲେ। ଓଡ଼ିଶା ରହିଲା ଅଜୟ ହେଇ। ଅନଙ୍ଗ ଭୀମଦେବ କେବଳ ଜଣେ ଶତ୍ରୁ ମର୍ଦ୍ଦନକାରୀ ବୀର ନଥିଲେ, ସେ ଥିଲେ ପରମ ଭକ୍ତ। ସେ ଉଭୟ ଶିବ ଭକ୍ତି ଓ ବିଷ୍ଣୁ ଭକ୍ତ ଥିଲେ। ଉଭୟ ଶୈବ ଓ ବୈଷ୍ଣବ ଧର୍ମ ପ୍ରତି ଅଗାଧ ଭକ୍ତି ଓ ବିଶ୍ୱାସ ଥିଲେ ମଧ୍ୟ ତାଙ୍କର ମନ, ପ୍ରାଣ, ଆତ୍ମା ଜଗନ୍ନାଥଙ୍କଠାରେ କେନ୍ଦ୍ରୀଭୂତ ହୋଇଥିଲା।
ଜଗନ୍ନାଥ ବହୁ ପ୍ରାଚୀନ ହେଲେ ମଧ୍ୟ ଗଙ୍ଗବଂଶର ରାଜତ୍ୱ ସମୟରୁ ତାଙ୍କର ମହାତ୍ମ୍ୟ ଓ ପ୍ରତିଷ୍ଠା ବିସ୍ତୃତି ଲାଭ କରିଥିଲା। ଅଷ୍ଟମ ଶତାବ୍ଦୀରୁ ଜଗନ୍ନାଥଙ୍କ ପ୍ରତିଷ୍ଠା ଓଡ଼ିଶାରେ ହେଲେ ମଧ୍ୟ ଗଙ୍ଗବଂଶର ରାଜାମାନଙ୍କର ଜଗନ୍ନାଥଙ୍କଠାରେ ଆନୁଗତ୍ୟ ଓ ସମର୍ପଣ ମନୋଭାବ ଯୋଗୁଁ ଜଗନ୍ନାଥ ବିଶ୍ୱାସ ଆଜି ବିଶ୍ୱବାସୀଙ୍କୁ ଉଦ୍ବୁଦ୍ଧ କରିଛି। ଓଡ଼ିଶାରେ ବୌଦ୍ଧ, ଜୈନ, ଶୈବ ଓ ବୈଷ୍ଣବ ଧର୍ମର ପ୍ରଭାବ ମଧ୍ୟ ରହିଛି। ମାତ୍ର ସମସ୍ତ ପ୍ରକାର ଧର୍ମ ସମ୍ବନ୍ଧୀୟ ମତବାଦକୁ ସମନ୍ୱିତ କରି ଜଗନ୍ନାଥ ଧର୍ମ ବିଶ୍ୱପ୍ରାଣକୁ ସଂଯୋଗ କରୁଛି। ବୀର ଅନଙ୍ଗ ଭୀମଦେବ ନିଜକୁ ରାଉତ ଓ ପୁରୁଷୋତ୍ତମ ପୁତ୍ର ଆଖ୍ୟାରେ ଭୂଷିତ କରିଥିଲେ। ପ୍ରବଳ ପରାକ୍ରମଶାଳୀ ଅନଙ୍ଗ ଭୀମଦେବ ଯୁଦ୍ଧଭୂମିରେ ନିଜ ନାମର ସାର୍ଥକତା ଦର୍ଶାଇ ସିଂହ ବିକ୍ରମର ଶତ୍ରୁର ପ୍ରତିରୋଧ କରି ଶତ୍ରୁଜିତ ହୋଇଥିଲେ ମଧ୍ୟ ପୁରୁଷୋତ୍ତମ ଦେବ ଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ଦେଇ ରାଉତ ପଳାଇଥାନ୍ତି। ଅନଙ୍ଗ ଭୀମଦେବଙ୍କ ସମୟରୁ ତାଙ୍କର ବଂଶଧରମାନେ ନିଜକୁ ରାଉତ ଅଭିହିତ କରି ସାମ୍ରାଜ୍ୟକୁ ପୁରୁଷୋତ୍ତମଙ୍କ ନାମରେ ଉତ୍ସର୍ଗ କରି ସେବକପଣରେ ରାଜ୍ୟ ଶାସନ କରୁଥିଲେ। ଅନଙ୍ଗ ଭୀମଦେବଙ୍କ ରାଜଧାନୀ ଅଭିନବ ବାରାଣସୀ ବା କଟକ ନଗରୀ ଥିଲା। ସେ ଅଭିନବ ବାରାଣସୀ କଟକର ନିର୍ମାତା ଥିଲେ। ସେ ତୁଳା ପୁରୁଷ ଦାନ, ଦାନସାଗର ଉତ୍ସବ, ହିରଣ୍ୟଗର୍ଭ, ମହାଦାନ ପ୍ରଭୃତି ବିଶିଷ୍ଟ ଦାନୋତ୍ସବମାନ କରୁଥିଲେ। ଅନଙ୍ଗ ଭୀମଦେବଙ୍କର ଦୁଇ ରାଣୀ ସୋମଲ ଦେବୀ, କସ୍ତୁରୀ ଦେବୀ ପରମା ସୁନ୍ଦରୀ ଓ ପରମ ଧାର୍ମିକା ଥିଲେ। ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରମା ଭଳି ଲାବଣ୍ୟମୟୀ ଚନ୍ଦ୍ରା ଦେବୀ ହୈହ ବଂଶଜ ପରମାର୍ଥୀ ଦେବଙ୍କୁ ବିବାହ କରିଥିଲେ। ରାଣୀ କସ୍ତୁରୀ ଦେବୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ ପରମ ସୌନ୍ଦର୍ଯ୍ୟବନ୍ତ ଦୀପ୍ତିମାନ ନରସିଂହ ଦେବ। ପିତାଙ୍କର ସମସ୍ତ ସୁଗୁଣ ଓ ବଂଶାନୁଗତ ଗୌରବର ଅଧିକାରୀ ହୋଇ ନରସିଂହ ଦେବ ଜନ୍ମଲାଭ କରିଥିଲେ ଏବଂ ବଂଶ ପରମ୍ପରାଗତ ଗୌରବକୁ ଚରମ ସୀମାରେ ପହଞ୍ଚାଇ ପାରିଥିଲେ। 1238ରୁ 1264 ଓଡ଼ିଶା ଇତିହାସରେ ସୁବର୍ଣ୍ଣ ଯୁଗର କାହାଣୀ ତଥା ଗଙ୍ଗବଂଶର ଗୌରବର ଚରମ ଉତ୍କର୍ଷତା ଇତିବୃତ୍ତ। ତାହା ହିଁ ଶତ୍ରୁ ଦର୍ପ ମର୍ଦ୍ଦନକାରୀ ମହାରାଜାଧିରାଜ ଶ୍ରୀ ନରସିଂହ ଦେବଙ୍କ ରାଜତ୍ୱ କାଳ। ସିଂହାସନ ଆରୋହଣ କାଳରେ ନରସିଂହ ଦେବଙ୍କର ରାଜ୍ୟର ଚତୁଃସୀମାରେ ମୁସଲମାନ ସୈନ୍ୟମାନଙ୍କର ଛାଉଣୀ ପଡ଼ିସାରିଥାଏ। ଦେଶ ମାତୃକାର ସ୍ୱାଧୀନତା ଅକ୍ଷୁଣ୍ଣ ରଖିବାର ପବିତ୍ର ଯୁଦ୍ଧରେ ରାଜ, ଶିକ, ବିଳାସ ବ୍ୟସନ, ଆମୋଦ ପ୍ରମୋଦ ଇତ୍ୟାଦିକୁ ଆହୁତି ଦେଇଦେଲେ ସୌମ୍ୟକାନ୍ତି ତରୁଣ ବୟସ୍କ ରାଜାଧିରାଜ ନରସିଂହ ଦେବ। ମହାରାଣୀ ପରମା ସୁନ୍ଦରୀ ସୀତାଦେବୀ ମାଳବଦେଶର ରାଜକନ୍ୟା। ସେତେବେଳେ ଭାରତରେ ସବୁଠି ମୁସଲମାନ ରାଜତ୍ୱ ଚାଲିଥାଏ। ଏକମାତ୍ର ଉତ୍କଳ ଓ କାଶ୍ମୀର ସ୍ୱାଧୀନ ହିନ୍ଦୁ ରାଜ୍ୟ ଭାବରେ ନିଜର ଗର୍ବ ଗୌରବ ଅକ୍ଷୁଣ୍ଣ ରଖିପାରିଥାଏ। ରାଜା ଅନଙ୍ଗ ଭୀମଦେବ ମହାସମାରୋହରେ କାଶ୍ମୀର ରାଜଜେମାଙ୍କୁ ରାଜବଧୂ ଭାବରେ ଗ୍ରହଣ କରି ପୁତ୍ର ନରସିଂହ ଦେବଙ୍କ ବିବାହ ଉତ୍ସବ ସ୍ଥାପନ କରିଥିଲେ। ସୀତାଦେବୀ ବୀର ନରସିଂହଙ୍କୁ ପତି ଭାବରେ ପାଇବା ପାଇଁ ଶିବଙ୍କ ଶିରରେ ଲକ୍ଷେ ଚମ୍ପା ଚଢ଼ାଇ ବ୍ରତ ମନାସିଥିଲେ। ସେତେବେଳେ ନରସିଂହ ହିଁ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ପୁରୁଷ ଥିଲେ। ନରସିଂହ ଦେବଙ୍କର ବଂଶର ଗାରିମା, ସୌମ୍ୟକାନ୍ତି, ବୀରତ୍ୱ, ପାଣ୍ଡିତ୍ୟ, ବଦାନ୍ୟତା ଓ ମାନସିକତା ଗାଥା ସମଗ୍ର ଭାରତରେ ଚହଳ ପକାଇଥାଏ। କେତେ କେତେ ପରମା ସୁନ୍ଦରୀ ରାଜଜେମା ରାତି ଉଜାଗର ରହି ନରସିଂହ ଦେବଙ୍କୁ ପତିପଦରେ ବରଣ କରିବା ସ୍ୱପ୍ନରେ ତନୁକ୍ଷୀଣ କରୁଥାନ୍ତି। କିନ୍ତୁ ରାଜଜେମା ସୀତାଦେବୀଙ୍କର ଐକାନ୍ତିକ କାମନା ଓ ନିଷ୍ଠାପର ଭାବନା ତାଙ୍କୁ ପବିତ୍ର ପୁରୁଷୋତ୍ତମ ପାଠ ଉତ୍କଳର ରାଜରାଣୀ କରି ତୋଳିଲା। ଧନ୍ୟ ହେଲା ତାଙ୍କର ନାରୀ ଜନ୍ମ, ଧନ୍ୟ ହେଲେ ରାଜା ନରସିଂହ ସୀତାଦେବୀଙ୍କୁ ପତ୍ନୀ ଦେବରେ ପାଇ। କିନ୍ତୁ ସୁନ୍ଦରୀ ରାଜାରାଣୀଙ୍କୁ ନେଇ ନବବିବାହିତା ଜୀବନର ସୁଖ ସମ୍ଭୋଗ ବିଳାସ ବ୍ୟସନ ନରସିଂହଙ୍କ ଜୀବନରେ ଘଟିଲା ନାହିଁ। ରାଜାର ସୁଖ ପଥରେ ବି ଅନେକ ବାଧା, ଅନେକ ପ୍ରତିବନ୍ଧକ ଥାଏ।
ବାସର ରାତିରେ ନରସିଂହ ଦେବ ରାଣୀଙ୍କୁ କହିଲେ, ରାଣୀ, କାଲି ପ୍ରଭାତରୁ ମୁଁ ଯୁଦ୍ଧଯାତ୍ରା କରିପାରେ। ରାଜ୍ୟର ଚତୁଃସୀମାକୁ ଯବନମାନେ ଘେରି ରହିଛନ୍ତି। ଦେଶର ଅଧିକାଂଶ ରାଜ୍ୟ ଯବନମାନଙ୍କର କରଗତ ହୋଇଛି। ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ମଧ୍ୟ ବିପଦ ବିପନ୍ନ ରୁହେ। ଏକ ସ୍ୱାଧୀନ ହିନ୍ଦୁ ରାଜ୍ୟର ରାଜତେମା ତୁମେ। ମୋର ବିଶ୍ୱାସ, ଦେଶମାତୃକାର ସ୍ୱାଧୀନତା ପାଇଁ ତମେ ମୋର ଯାତ୍ରାକୁ ସମ୍ମାନ କରିବ। ରାଣୀ ସୀତାଦେବୀ ବାସର ରାତିରେ ସୌମ୍ୟକାନ୍ତ ସ୍ୱାମୀଙ୍କ ମୁହଁକୁ ଚାହିଁ ପ୍ରେମାଳାପ ପରିବର୍ତ୍ତେ ଯୁଦ୍ଧ ଯାତ୍ରାର ଯୋଜନା ଶୁଣିବା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ଥିବା ପରି ସ୍ଥିର କଣ୍ଠରେ କହିଥିଲେ, ମହାରାଜ, ଗଡ଼ଚଣ୍ଡୀଙ୍କଠାରେ ଭୋଗ ଲଗାଇ ସିନ୍ଦୂର ଆଣିଛି, ଅର୍ଘ୍ୟ ଥାଳି ପ୍ରସ୍ତୁତ କରି ରଖିଛି। ଆଦେଶ ଦେଲେ ଆପଣଙ୍କର ବିଜୟ ମନାସି ବିଦାୟ ଜଣାଇବି। ନରସିଂହ ଦେବ କୃତ୍ରିମ ଅଭିମାନରେ କହିଥିଲେ, ରାଣୀ, ତୁମେ କ'ଣ ମୋତେ ଯୁଦ୍ଧକ୍ଷେତ୍ରରେ ପଠାଇ ଦେବା ପାଇଁ ଟିକେ ହେଲେ କୁଣ୍ଠାବୋଧ କର ନାହିଁ? ଏହି ତ ଆମେ ଏକତ୍ର ଜୀବନ ଆରମ୍ଭ କରିଛେ। ଯଦି ମୁଁ ଯୁଦ୍ଧକ୍ଷେତ୍ରରୁ ଫେରି ନ ଆସେ? ସୀତାଦେବୀ ସ୍ଥିର କଣ୍ଠରେ କହିଥିଲେ, ଯାହାର ନାମ ନରସିଂହ ସେ କେବେ ପରାଜିତ ହୋଇପାରେ? ଯେ ଜଗନ୍ନାଥଙ୍କର ସେବକ ସେ କେବେ ଶତ୍ରୁ ହାତରେ ପ୍ରାଣ ଦେଇପାରେ? ମହାରାଜ, ଉତ୍କଳ ମୋର ଜନ୍ମଭୂମି ନ ହେଲେ ମଧ୍ୟ କର୍ମଭୂମି। ତାର ସ୍ୱାଧୀନତା ରକ୍ଷା କରିବା ମୋର ପରମ କର୍ତ୍ତବ୍ୟ। ସେଥିପାଇଁ ଯଦି ନବବିବାହିତା ଜୀବନରେ ସ୍ୱାମୀ ସୁଖରୁ ବଞ୍ଚିତ ହେବାକୁ ପଡ଼େ, ତେବେ ସେହି ତ ମୋର ଦେଶ ସେବା କରିବାରେ ପରମ ସୁଯୋଗ। ନରସିଂହ ଦେବ ସେଦିନ ସୀତାଦେବୀଙ୍କର ପ୍ରେରଣା ଓ ଉତ୍ସାହକୁ ପୁଞ୍ଜି କରି ସିଂହ ବିକ୍ରମରେ ଶତ୍ରୁର ମୁକାବିଲା କରିବା ପାଇଁ ଶତ୍ରୁ ସୈନ୍ୟ ଉପରେ ଝାମ୍ପି ପଡ଼ିଥିଲେ। ଖ୍ରୀଷ୍ଟାବ୍ଦ 1243 ନରସିଂହ ଦେବ କଟାସିନଠାରେ ସେନାଙ୍କୁ ପରାସ୍ତ କରି ଲକ୍ଷ୍ନୌର ଲକ୍ଷ୍ନୌତି ଆକ୍ରମଣ କଲେ। ସେତେବେଳେ ବଙ୍ଗର ଶାସକ ତୁଘାନ ଖାଁ ପ୍ରତି ମୁହୂର୍ତ୍ତରେ ଉତ୍କଳ ଆକ୍ରମଣର ସୁଯୋଗ ଖୋଜୁଥାନ୍ତି। ନରସିଂହ ଦେବ ଶତ୍ରୁର ଆକ୍ରମଣକୁ ଅପେକ୍ଷା ନ କରି ନିଜ ଆକ୍ରମଣ କରିବାର ସଂକଳ୍ପ ନେଇଥାନ୍ତି। ତାଙ୍କ ପୂର୍ବରୁ ଏଭଳି ନୀତି କୌଣସି ରାଜା ନେଇନଥିଲେ। ପିତା ଅନଙ୍ଗ ଭୀମଦେବ ବୀର ଦର୍ପରେ ଶତ୍ରୁ ଆକ୍ରମଣ ମୁକାବିଲା କରିଥିଲେ। ପୁତ୍ର ନରସିଂହ ଦେବ ପିତାଙ୍କଠାରୁ ବଳିୟାନ ହୋଇ ଶତ୍ରୁ ବିରୋଧରେ ନିଜେ ଭୟାନକ ଆକ୍ରମଣର ଯୋଜନା କରିଥାନ୍ତି। ନରସିଂହ ଦେବଙ୍କର ଏହି ଯୁଦ୍ଧନୀତି ପରବର୍ତ୍ତୀ ବଂଶଧରମାନଙ୍କୁ ଅନୁପ୍ରାଣିତ କରିଥିଲା ଏବଂ କେବଳ ନରସିଂହ ଦେବଙ୍କର ଦୂରଦର୍ଶିତା ଯୋଗୁଁ ଉତ୍କଳ ବହୁ ବର୍ଷ ଧରି ମୁସଲମାନ ଶାସକ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରି ନିଜର ଅଖଣ୍ଡ ସ୍ୱାଧୀନତା ବଜାୟ ରଖିପାରିଥିଲା। ନିଜର ସ୍ୱାଧୀନତା ବଜାୟ ରଖିବା ସଙ୍ଗେ ସଙ୍ଗେ ନରସିଂହ ଆକ୍ରମଣକାରୀ ହୋଇ ମୁସଲମାନ ଅଧିକୃତ ବଙ୍ଗର ଅନେକ ଅଞ୍ଚଳ ଅଧିକାର କରିନେଇଥିଲେ। 1243 ଖ୍ରୀଷ୍ଟାବ୍ଦର କଥା। ଇଲତୁତ୍ମିଶଙ୍କ ସାନପୁଅ ନାସିରୁଦ୍ଦିନ ଦୀର୍ଘ 20 ବର୍ଷ ପାଇଁ ଦିଲ୍ଲୀ ସିଂହାସନ ଅଧିକାର କରିଥାନ୍ତି। ରାଜ୍ୟ ଶାସନର ସମସ୍ତ ଭାର ନିଜ ମନ୍ତ୍ରୀ ଉଲଗ ଖାଁ ବା ଗିୟାସୁଦ୍ଦିନ ବଲବନଙ୍କ ଉପରେ ନ୍ୟସ୍ତ କରିଦେଇ ସେ ନିଶ୍ଚିନ୍ତ ଥାନ୍ତି। ତା ପୂର୍ବରୁ 1242 ଖ୍ରୀଷ୍ଟାବ୍ଦରେ ତୁଘାନ ଖାଁ ନରସିଂହ ଦେବଙ୍କ ଦ୍ୱାରା ପଟାସିନଠାରେ ପରାସ୍ତ ହୋଇ ବହୁ କଷ୍ଟରେ ନିଜ ପ୍ରାଣ କ୍ଷଣି ପଳାଇଥାନ୍ତି। ନରସିଂହ ଦେବ ସେତିକିବେଳେ ସନ୍ତୁଷ୍ଟ ହେବାର ପୁରୁଷ ନୁହନ୍ତି। ତା ପର ବର୍ଷ 1244 ଖ୍ରୀଷ୍ଟାବ୍ଦରେ ନରସିଂହ ଦେବ ପୁନର୍ବାର ବଙ୍ଗ ଆକ୍ରମଣ କଲେ। ନରସିଂହ ଦେବଙ୍କ ବୀରତ୍ୱ ଏବଂ ଉତ୍କଳୀୟ ସୈନ୍ୟମାନଙ୍କର ଅପୂର୍ବ ଯୁଦ୍ଧ କୌଶଳ ଆଗରେ ତୁଘାନ ଖାଁଙ୍କର ପରାଜୟ ସୁନିଶ୍ଚିତ ଥିଲା। ମୁସଲମାନ ସେନାପତି କରିମୁଦ୍ଦିନ ଲାଘରି ନିହତ ହେଲେ। ଅତି ସହଜରେ ପରାସ୍ତ ହେଲେ ବଙ୍ଗର ଶାସକ ତୁଘାନ ଖାଁ। ରାଢ଼ ଦେଶର ମୁସଲମାନ ରାଜଧାନୀ ନଖୋଇ ନରସିଂହ ଦେବଙ୍କ ଦ୍ୱାରା ଅଧିକୃତ ହେଲା। ସେତେବେଳେ ବର୍ଷା ଋତୁର ଆରମ୍ଭ। ରାଢ଼ ଓ ଗୌଡ଼ ଦେଶ ଜୟ କରି ପ୍ରବଳ ପ୍ରତାପୀ ନରସିଂହ ଦେବ ଓଡ଼ିଶା ସେନାବାହିନୀ ସହ ନିଜ ରାଜଧାନୀ କଟକ ନଗରୀକୁ ଫେରିଆସିଲେ। ଆଦ୍ୟ ଆଷାଢ଼ର ପ୍ରଥମ ବାରିପାତ ବିଜୟୀ ନରସିଂହଙ୍କର ପଦଧୌତ କରି ତାର ଶୀତଳ ସ୍ପର୍ଶରେ ତାଙ୍କର ଶ୍ରମର କ୍ଳାନ୍ତି ଓ ସ୍ୱେଦବିନ୍ଦୁକୁ ପୋଛି ନେଇଥିଲା। ଆକାଶ ଅର୍ଘ୍ୟ ଥାଳିରେ ବିଜୁଳି କନ୍ୟା ବିଜୟ ଦୀପ ଜଳାଇ ନରସିଂହ ଦେବଙ୍କର ବନ୍ଦାପନା କରିଥିଲା। ପ୍ରତୀକ୍ଷମାଣ ମହାରାଣୀ ସୀତାଦେବୀଙ୍କର ନୟନ ଯୁଗଳରେ ଆନନ୍ଦର ଅଶ୍ରୁବିନ୍ଦୁ
ଆଦ୍ୟ ଆଷାଢ଼ର ବର୍ଷା ଜଳ ହେଇ ଝରୁଥାଏ। ନରସିଂହ ଦେବଙ୍କର ଲକ୍ଷ୍ନୌର ବିଜୟର କାହାଣୀ ପଢ଼ୁ ପଢ଼ୁ ପ୍ରାଚୀପ୍ରଭା ଉଲ୍ଲସିତ ହେଉଥାଏ, ରୋମାଞ୍ଚିତ ହେଉଥାଏ। ଇତିହାସର ପୃଷ୍ଠାରୁ ମୁହଁ ଟେକି ଚାର୍ଲ୍ସ ଚାହେଁ ପ୍ରାଚୀକୁ। ଚାର୍ଲ୍ସର ବିମୁଗ୍ଧ ଦୃଷ୍ଟିରେ ଆମୋଦ ଫୁଟି ଉଠେ। ଚପଳ କୌତୂହଳରେ ଚାର୍ଲ୍ସ କହେ, ନରସିଂହ ଦେବଙ୍କ ବିଜୟ ବାହୁଡ଼ା ଲଗ୍ନରେ ମହାରାଣୀ ସୀତାଦେବୀଙ୍କର ସୁନ୍ଦର ମୁହଁଟା ଆନନ୍ଦ ଏବଂ ଉଲ୍ଲାସରେ ଆହୁରି କେତେ ଗୁଣ ସୁନ୍ଦର ଦିଶୁଥିବ, ସେ କଥା ମୁଁ ନିର୍ଭୁଲ ଭାବରେ ହିସାବ କରିଦେଇ କହିପାରେ। କେମିତି? ପ୍ରାଚୀ ବିସ୍ମୟରେ ଚାର୍ଲ୍ସକୁ ଚାହିଁ ରହେ। ଚାର୍ଲ୍ସ ଦୁଷ୍ଟ ବାଳକ ଭରି ଆଖି ନଚେଇ ଉତ୍ତର ଦିଏ, ତମକୁ ଦେଖି? ତାର ଅର୍ଥ? ପ୍ରାଚୀ ନିର୍ବୋଧ ଭଳି ପ୍ରଶ୍ନ କଲେ। ଚାର୍ଲ୍ସ ବିଶ୍ୱସ୍ତ ଭଙ୍ଗୀରେ କହେ, ତମର ମୁହଁଟା କୋଣାର୍କର କାରୁକାର୍ଯ୍ୟ ଭଳି ନିଖୁଣ ଭାବରେ ସୁନ୍ଦର ହେଲେ ମଧ୍ୟ ପାଷାଣ ଭଳି ନିର୍ବିକାର। ତମେ କେବେ ଖୁସି ହୁଅ, କେବେ ଦୁଃଖ ପାଅ, ସେ କଥା ବୁଝି ହୁଏ ନାହିଁ। କିନ୍ତୁ ଆଜି ନରସିଂହ ଦେବଙ୍କ ବିଜୟରେ ତମ ମୁହଁକୁ ଦେଖିଲେ ମନେ ହୁଏ ସେଦିନ ସୀତାଦେବୀ ମଧ୍ୟ ଏତେ ଦୂର ଆନନ୍ଦିତ ହୋଇଥିବେ କି ନା ସନ୍ଦେହ। ପ୍ରାଚୀ ହସି ହସି କହେ, ନରସିଂହ ଦେବଙ୍କ ବିଜୟ ତ ମୋର ବିଜୟ, ମୋ ଜାତିର ବିଜୟ। ଘଟଣା ଅତୀତ ହେଲେ ମଧ୍ୟ ସେ ତ ମୋରି ଅତୀତ, ମୋ ଜାତିର ଗୌରବମୟ ଅତୀତ। ଚାର୍ଲ୍ସ କହେ, ଜାତିର ବିଜୟରେ ଖୁସି ହେବା ସ୍ୱାଭାବିକ, କିନ୍ତୁ ତା ଛଡ଼ା ଆଉ କିଛି ଖୁସି ହେବାର ଅବସର ତମ ଜୀବନରେ କେବେ କ'ଣ ଆସିନାହିଁ ପ୍ରାଚୀପ୍ରଭା? ତମେ ଏତେ ଆତ୍ମମଗ୍ନ କାହିଁକି? ଏଇଟା କ'ଣ ଭାରତୀୟ ନାରୀ ଚରିତ୍ରର ଗୋଟାଏ ବିଶେଷତ୍ୱ? ପ୍ରାଚୀ ଗମ୍ଭୀର କଣ୍ଠରେ କହେ, ଭୁଲ ବୁଝିଛ ଚାର୍ଲ୍ସ। ଭାରତୀୟ ନାରୀ ନିଜ ଅପେକ୍ଷା ଅନ୍ୟ ପାଇଁ ବେଶୀ ଭାବେ, ବେଶୀ ଚିନ୍ତା କରେ। କ୍ଷମା କରିବ, ବନ୍ଧୁତ୍ୱର ଅଧିକାରରେ ପଚାରିପାରେ କି ତମେ କାହା ପାଇଁ ଚିନ୍ତା କର? ଚାର୍ଲ୍ସ ମୃଦୁ ହସି ଜେରା କରେ। ପ୍ରାଚୀ ସହସ ଭାବରେ ଉତ୍ତର ଦିଏ, ମୁଁ ତ ଅନେକଙ୍କ କଥା ଭାବେ, କାହା କଥା କହିବି? ଯଦି ଆପତ୍ତି ନଥାଏ ସମସ୍ତଙ୍କ କଥା କହିପାର। ଚାର୍ଲ୍ସ କୌତୁକ କରେ। ପ୍ରାଚୀ ସ୍ଥିର କଣ୍ଠରେ କହେ, ମୁଁ ଭାବେ ମୋର ଇଷ୍ଟଦେବ ଜଗନ୍ନାଥଙ୍କର କଥା, ମୁଁ ଭାବେ ରାଜା ନରସିଂହ ଦେବଙ୍କ କଥା, ବିଷ୍ଣୁ ଅଜା, କୁଶଭଦ୍ରା ମାଉସୀ, ଚିତ୍ରୋତ୍ପଳା ଏବଂ ଧର୍ମାନନ୍ଦର କଥା। ଅତୀତ ସହ ବର୍ତ୍ତମାନକୁ ତଉଲେ ବିଶ୍ଳେଷଣ କରେ। ଏସବୁ ଭିତରେ ବର୍ତ୍ତମାନ ମୋ ପାଖରେ ଝାପ୍ସା ହୋଇଯାଏ। ମୁଁ ହେଇଯାଏ 700 ବର୍ଷ ତଳର ଅତୀତ। ମୋର ଅତୀତକୁ ମୁଁ ପ୍ରେମ କରେ। ତମର ଏତେ ସବୁ ଭାବନା ଭିତରେ ଏ ଯାଯାବର ବିଦେଶୀ ବନ୍ଧୁଟିର ନାମ ଗନ୍ଧ ବି ନାହିଁ। ଚାର୍ଲ୍ସ ପରିହାସ କରେ। ପ୍ରାଚୀ ଅନ୍ତରଙ୍ଗ ଭାବରେ ଚାର୍ଲ୍ସକୁ ଚାହିଁ କହେ, ତମେ ଯେ ମୋ ଦେଶର ଅତିଥି, ତମକୁ ବାଦ୍ ଦେବି କେମିତି? ଅତିଥି ଭଗବାନ, ଭଗବାନଙ୍କ ଭାବନାକୁ ବାଦ୍ ଦେଇ ମୁଁ ଅନ୍ତତଃ ବଞ୍ଚିପାରେ ନା। ତେଣୁ ତମେ ମୋ ଭାବନାରୁ ଅନ୍ତର ହେଇନାହ। ଚାର୍ଲ୍ସ ହସି ଉଠେ, ଓଠ ଚିପି ଚିପି କହେ, ତମେ ଯଦି ତମର ଅତୀତକୁ ପ୍ରେମ କର, ତେବେ ତମର ଅତିଥିକୁ ମଧ୍ୟ ପ୍ରେମ କରିବା ପାଇଁ ବାଧ୍ୟ। କାରଣ ଅତୀତର ଭାରତ ଆତିଥ୍ୟ ପାଇଁ ମହାନ ବୋଲାଉଥିଲା। ପ୍ରେମକୁ ବାଦ୍ ଦେଇ ଅତିଥି ସତ୍କାର କରିହୁଏ ନା। ପ୍ରାଚୀ ମୃଦୁ ହସି କହେ, ଅତିଥିକୁ ପ୍ରେମ କରିବା ଏବଂ ଈଶ୍ୱରଙ୍କୁ ପ୍ରେମ କରିବା ଏକା କଥା। କାରଣ ଯେକୌଣସି ଭାରତୀୟ ପକ୍ଷେ ଅତିଥି ହିଁ ଈଶ୍ୱର। ସେଇ ଦୃଷ୍ଟିରୁ ମୁଁ ତମକୁ ପ୍ରେମ କରେ ଚାର୍ଲ୍ସ। ମୋର ଆତିଥ୍ୟରେ କିଛି ତ୍ରୁଟି ଦେଖୁଛ? ଚାର୍ଲ୍ସ ସାମାନ୍ୟ ଭାବପ୍ରବଣ ହୋଇଯାଏ। କହେ, ମୁଁ କିନ୍ତୁ ଈଶ୍ୱର ନୁହେଁ ପ୍ରାଚୀ, ମୁଁ ଗୋଟାଏ ସାଧାରଣ ମଣିଷ। ମଣିଷକୁ ଜୋର କରି ଈଶ୍ୱରଙ୍କ ଆସନରେ ବସାଇ ଦେଲେ ସେ ଦୁଃଖ ପାଏ, କଷ୍ଟ ଭୋଗେ। ଅତିଥିକୁ ମଣିଷ ମନେକରି ପ୍ରେମ ଦୃଷ୍ଟିରେ କ'ଣ ତମେ ଦେଖିପାର ନା? ପ୍ରାଚୀ ଚାର୍ଲ୍ସକୁ ନିଃସଙ୍କୋଚ ଦୃଷ୍ଟି ତୋଳି ଚାହିଁ ରହିଲା। ଏ ଯାଯାବର ଯୁବକଟି ପ୍ରତି ତା ମନରେ ଅକସ୍ମାତ୍ କରୁଣା ସଞ୍ଚାର ହେଲା। ତାର ମନେ ହେଲା ଚାର୍ଲ୍ସ ଦୁଃଖର ସ୍ତୂପଟିଏ। ଟିକିଏ ସ୍ନେହର ସ୍ପର୍ଶରେ ତାର ଦୁଃଖ ସବୁ ନଦୀ ହୋଇ ପ୍ରାଚୀର ପାଦ ତଳେ ଝରିଯିବ। କିନ୍ତୁ ସେ ବା କ'ଣ କରିବ ସେଇ ଦୁଃଖ ନଦୀ ଜଳକୁ? ତାର ଶକ୍ତି କେତେ, ସାମର୍ଥ୍ୟ କେତେ, ତା ନିଜ କ୍ଷମତାର ପରିଧି ତାକୁ ଜଣା। ସେ କାହିଁକି ଏଇ ପ୍ରେମ ପାଗଳ ଯୁବକଟିକୁ କେତେଟା ଦିନ ପାଇଁ ପ୍ରେମର କୁଝଟିକା ବିସ୍ତାର କରି ଅନ୍ଧ କରିବ? ଚାର୍ଲ୍ସର ଅନେକ ବାନ୍ଧବୀ କଲେଣି, ଅନେକ ମଧ୍ୟ ଏବେ ଅଛନ୍ତି, ଅନେକ ପୁଣି ଆସିବେ। ପ୍ରାଚୀ କୌଣସି କାଳେ କୌଣସି ପୁରୁଷର ସେ ପ୍ରକାର ବାନ୍ଧବୀ ହୋଇପାରେ ନା। ଚାର୍ଲ୍ସ ଥାଉ ତାର ଦୁଃଖ ନେଇ, ସେ ତ 2 ଦିନର ଅତିଥି। ପ୍ରାଚୀ ନିଜକୁ ସଂଯତ କରିନିଏ। ଶାନ୍ତ କଣ୍ଠରେ କହେ,
ଚାର୍ଲ୍ସ, ଯେଉଁ ପ୍ରେମ ମଣିଷକୁ କୌଣସି ଦିନ ଦୁଃଖ ଦିଏ ନାହିଁ, ସେ ପ୍ରେମ ତମ ପ୍ରତି ମୋର ଅଛି। ସେ ହେଉଛି ମଧୁର ମାନବିକ ସମ୍ପର୍କ। ତମେ 2 ଦିନର ଅତିଥି। ଭାରତ କୌଣସି କାଳେ ତମର ଦୁଃଖର କାରଣ ନ ହେଉ। ଚାର୍ଲ୍ସ ଜିଦି ଧରିବା ଭଳି କହେ, 2 ଦିନର ଅତିଥି ବି ଚିରଦିନର ବନ୍ଧୁ ହୋଇପାରେ। ମୁଁ ତମକୁ ବନ୍ଧୁ ଭାବରେ ଗ୍ରହଣ କରିସାରିଛି। ପ୍ରାଚୀ ସ୍ଥିର ଭାବରେ ଉତ୍ତର ଦିଏ। ଚାର୍ଲ୍ସ ଉତ୍ସାହିତ କଣ୍ଠରେ କହେ, ତେବେ ମୋର ସର୍ତ୍ତ। ଚାର୍ଲ୍ସର କଥା ଅଧା ରହିଯାଏ। ପ୍ରାଚୀ ଚଟକରି କହିପକାଏ, ବନ୍ଧୁତ୍ୱରେ କୌଣସି ସର୍ତ୍ତ ନଥାଏ ଚାର୍ଲ୍ସ। ଦୟାକରି ତମେ ଆମର ବନ୍ଧୁତ୍ୱକୁ ସର୍ତ୍ତ ସମ୍ବଳିତ କରିଦିଅ ନାହିଁ। ଚାର୍ଲ୍ସ ନୀରବ ରହିଯାଏ। ସାରାଦିନ ଲିଲିଆନ୍ ଏକା ଏକା ଘୂରି ବୁଲେ। ଚାର୍ଲ୍ସ ପ୍ରାଚୀ ସହ କୋଣାର୍କ ମନ୍ଦିର ଏବଂ କୋଣାର୍କ ସନ୍ନିକଟ ଅଞ୍ଚଳ ଗାଁ ଗଣ୍ଡା ବୁଲି ବୁଲି ଐତିହାସିକ ତଥ୍ୟ ଏବଂ ଲୋକମୁଖରେ ପ୍ରଚଳିତ କିମ୍ବଦନ୍ତୀ ସଂଗ୍ରହ କରେ। ସେଥିରେ ଚାର୍ଲ୍ସର ଯାଯାବର ପ୍ରାଣକୁ ଶାନ୍ତି ମିଳେ। ଘୂରି ବୁଲିବାରେ ତ ଚାର୍ଲ୍ସର ଆନନ୍ଦ, ପ୍ରାଚୀ ସହ ବୁଲି ବୁଲି ତଥ୍ୟ ସଂଗ୍ରହ କରିବାରେ ତାକୁ ବେଶୀ ଆନନ୍ଦ ମିଳେ। ଚାର୍ଲ୍ସ ସମସ୍ତଙ୍କୁ କହେ, ପ୍ରାଚୀ ମୋର ପ୍ରଚକ୍ଷୁ ଅର୍ଥାତ୍ ଗାଇଡ୍। ପ୍ରାଚୀ କହେ, ଚାର୍ଲ୍ସ ମୋର ଈଶ୍ୱର ଅର୍ଥାତ୍ ଅତିଥି। ଚାର୍ଲ୍ସ ଅନୁଭବ କରେ, ପ୍ରାଚୀ ଏକ ସହଜ ସରଳ ଖୋଲା ସ୍ୱଭାବର ଆଧୁନିକ ଝିଅ ହେଲେ ବି ଭାରତୀୟ ନାରୀର ସ୍ୱଭାବଗତ ରକ୍ଷଣଶୀଳତା, କୁଣ୍ଠା, ଲଜ୍ଜା, କୋମଳତା ତାର ବ୍ୟକ୍ତିତ୍ୱକୁ ଆବୋରି ରଖିଛି ଏବଂ ତାକୁ ଅଧିକାର ଆକର୍ଷଣୀୟ ମୋହନୀୟ କରି ତୋଳିଛି। ପ୍ରାଚୀର ବ୍ୟକ୍ତିତ୍ୱକୁ ପ୍ରତି ଚାର୍ଲ୍ସ ମନରେ ଯେତିକି ଶ୍ରଦ୍ଧା ସେତିକି ସମ୍ଭ୍ରମ। ଚାର୍ଲ୍ସ ଭାବେ ପ୍ରାଚୀ ଯେମିତି ଭାରତୀୟ ସଂସ୍କୃତିର ପ୍ରତୀକ। ଲିଲିଆନ୍ ସଙ୍ଗେ ପ୍ରାଚୀକୁ ତୁଳନା କରି ଚାର୍ଲ୍ସ ଭାବେ, ଲିଲିଆନ୍ ଯଦି ଅସ୍ଥିର ତଡ଼ିତ୍ ହୁଏ, ପ୍ରାଚୀ ଏକ ସ୍ଥିର ନିଷ୍କମ୍ପ ଦୀପଶିଖା। ଲିଲିଆନ୍ ପ୍ରଚୁର ସୁଖଦାୟିନୀ ପୁଷ୍ପିତଲତା ହେଲେ ପ୍ରାଚୀ ଶାନ୍ତିପ୍ରଦ ଶୀତଳ ବୃକ୍ଷଛାୟା ହୋଇପାରେ। ଗାଁ ଗହଳରେ ତଥ୍ୟ ସଂଗ୍ରହ କରୁ କରୁ ଗ୍ରାମ୍ୟ ଝିଅମାନେ ପ୍ରାଚୀ ଭଳି ଶାନ୍ତିପ୍ରଦ ଆଉ ସ୍ନିଗ୍ଧ ମନେ ହୁଅନ୍ତି। ସେମାନଙ୍କୁ ତାରିଫ କରୁ କରୁ ଚାର୍ଲ୍ସ ନିଜ ଅଜାଣତରେ ପ୍ରାଚୀର ପ୍ରଶଂସା କରି ପକାଏ। ପ୍ରାଚୀ ସଲ୍ଲଜ ଭାବରେ ଧନ୍ୟବାଦ ଜଣାଏ। ଗାଁ ଗଣ୍ଡାରେ ବୁଲୁ ବୁଲୁ ପ୍ରାଚୀ କହେ, ଗାଁଗୁଡ଼ିକ ଦରିଦ୍ର ଆଉ ଅନୁନ୍ନତ ମନେ ହେଲେ ବି ପ୍ରତ୍ୟେକ ଗାଁର କିଛି ନା କିଛି ବିଶେଷତ୍ୱ ଅଛି। ତମର କିଛି ଗ୍ରାମଦ୍ରବ୍ୟ ଆବଶ୍ୟକ ଚାର୍ଲ୍ସ? କେଉଁ ଗାଁରେ କ'ଣ ମିଳେ? ପ୍ରାଚୀ ଚାର୍ଲ୍ସକୁ ବୁଝାଇ ଦିଏ। ହାତୀପଦା ଓ ଖେରଙ୍ଗ ଗାଁରୁ ଫେରୁଥାନ୍ତି ପ୍ରାଚୀ ଓ ଚାର୍ଲ୍ସ। ଖେରଙ୍ଗ ଗାଁରେ 10 ଘର ମହାରଣା ରହନ୍ତି। ତିଆରି କରନ୍ତି ସୁନ୍ଦର କାରୁକାର୍ଯ୍ୟ ଭରା ଖଡ଼ି ମୂର୍ତ୍ତି। ହାତୀପଦା ଗାଁରେ ଧ୍ରୁବକାଣ୍ଡି ସୁନ୍ଦର ପଟ୍ଟଚିତ୍ର ଅଙ୍କନ କରେ। ପ୍ରାଚୀ ପଚାରିଲା, କିଛି ନବ? ଖଡ଼ିର ମୂର୍ତ୍ତି ବା ପଟ୍ଟଚିତ୍ର? ଚାର୍ଲ୍ସ ଗମ୍ଭୀର କଣ୍ଠରେ କହିଲା, ଯାଯାବର ଜୀବନରେ ଯେକୌଣସି ଦୁର୍ଲଭ ବସ୍ତୁ ମଧ୍ୟ ବୋଝ ପାଲଟିଯାଏ। ଯଦି ପାର, ଚିତ୍ରପଟ ଭଳି ସୁନ୍ଦର ଏହି ଗ୍ରାମମାନଙ୍କରୁ ନାରୀ ମୂର୍ତ୍ତିଟିଏ ଯୋଗାଡ଼ କରିଦିଅ। ନାରୀ ମୂର୍ତ୍ତି? ପ୍ରାଚୀ ପଚାରିଲା। ଚାର୍ଲ୍ସ ସହଜ ଭାବରେ ଉତ୍ତର ଦେଲା, ମୂର୍ତ୍ତି ଭଳି ସୁଠାମ ରକ୍ତମାଂସର ନାରୀଟିଏ ମୋର ଆବଶ୍ୟକ। ଏଠିକାର ଝିଅମାନଙ୍କୁ ମୋର ଖୁବ୍ ପସନ୍ଦ। ଆଶ୍ଚର୍ଯ୍ୟ କଣ୍ଠରେ ପ୍ରାଚୀ ପ୍ରଶ୍ନ କଲା, ଝିଅମାନଙ୍କୁ ନେଇ କ'ଣ କରିବ? ବିବାହ। ଚାର୍ଲ୍ସ ସ୍ଥିର କଣ୍ଠରେ କହିଲା। ବିବାହ? ପ୍ରାଚୀ ଅସ୍ଫୁଟ ଚିତ୍କାର କରି ଉଠିଲା। ଯେତିକି ଚାର୍ଲ୍ସ ବିବାହ ବଦଳରେ ହତ୍ୟା କରିବ ବୋଲି କହି ପକେଇଛି। ଚାର୍ଲ୍ସକୁ କଠୋର ଦୃଷ୍ଟିରେ ଚାହିଁ ସେ କହିଲା, କିନ୍ତୁ ଲିଲିଆନ୍? ସେ ମୋର ବାନ୍ଧବୀ, ଗର୍ଲଫ୍ରେଣ୍ଡ। ତା ସହ ବିବାହର ରାଜିନାମା କେବେ ହୁଏ ନାହିଁ। ଚାର୍ଲ୍ସ ନିଃସଙ୍କୋଚରେ ଉତ୍ତର ଦେଲା। ପ୍ରାଚୀ କ୍ଷୁଣ୍ଣ ହେବା ଭଳି କହିଲା, କିନ୍ତୁ ତମେ ନୁହେଁ, ଏକତ୍ର ବାସ କର ତମେ ଦୁହେଁ, ପରସ୍ପରକୁ ପ୍ରେମ କର। ୟାର ଅର୍ଥ କ'ଣ? ଚାର୍ଲ୍ସ ଶୀତଳ କଣ୍ଠରେ କହିଲା, ଆମ ଦେଶରେ ନାରୀ ଓ ପୁରୁଷର ସମ୍ପର୍କରେ କିଛି ସଂକୀର୍ଣ୍ଣତା ବା ରକ୍ଷଣଶୀଳତା ନଥାଏ। ଜଣେ ଜଣକୁ ପ୍ରେମ କଲେ ବା ଏକତ୍ର ବାସ କଲେ ବିବାହ କରିବାକୁ ବାଧ୍ୟ ନୁହେଁ। ପ୍ରେମ ସଙ୍ଗେ ବିବାହକୁ ଜଡ଼ିତ କରି ଆମେ ଯଥାର୍ଥରେ କଷ୍ଟ ପାଉନାହିଁ। ପ୍ରାଚୀ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲା, ଆମ ଦେଶରେ କିନ୍ତୁ ଠିକ୍ ଓଲଟା। ଦୁଇଟି ଯୁବକ ଯୁବତୀ ପରସ୍ପରକୁ ପ୍ରେମ କଲେ ବିବାହ କରିବା ଯେମିତି ସ୍ପୃହଣୀୟ, ଦୁଇଟି ସମ୍ପର୍କ ବିହୀନ ନରନାରୀ ବିବାହ ପରେ ପରସ୍ପରକୁ ପ୍ରେମ କରିବା ସେମିତି ବିବାହିତ ଜୀବନର ଧର୍ମ।
ଚାର୍ଲ୍ସ ବିଶ୍ୱସ୍ତ କଣ୍ଠରେ କହିଲା, କଥା ହେଉଛି ବିବାହ ପରେ ଅନ୍ତତଃ ଯେତେଦିନ ସ୍ୱାମୀ ସ୍ତ୍ରୀ ହୋଇ ରହିବ ନିଶ୍ଚୟ ତାକୁ ପ୍ରେମ କରିବି। ବିସ୍ମୟ ଏବଂ ବିରକ୍ତିରେ ଭ୍ରୂକୁଞ୍ଚିତ କରି ପ୍ରାଚୀ ପ୍ରଶ୍ନ କଲା, ତାର ଅର୍ଥ ତମର ବିବାହ ସ୍ଥାୟୀ ନୁହେଁ? ତା କେମିତି ହେବ? ମୋତେ ତ ପୁଣି ଫେରିଯିବାକୁ ହେବ। ଯାଯାବର ଜୀବନରେ ସ୍ତ୍ରୀଟିଏ ସାଙ୍ଗରେ ଧରି ବୁଲିବା କି ଏକ ବୋଝ। ଭାରତୀୟ ଦାମ୍ପତ୍ୟ ଜୀବନର ଖୁବ୍ ସୁନାମ ଶୁଣିଛି। ଅଳ୍ପ ଦିନ ପାଇଁ ହେଲେ ମଧ୍ୟ ସେ କଥା ପରୀକ୍ଷା କରିବା ପାଇଁ ଖୁବ୍ ଇଚ୍ଛା ହେଉଛି। ବ୍ୟଙ୍ଗଭରା କଣ୍ଠରେ ପ୍ରାଚୀ କହିଲା, ଆମ ଦେଶରେ ବିବାହ ହିଁ ସ୍ତ୍ରୀମାନଙ୍କର ଜୀବନର ଶେଷ କଥା। ବିବାହ ବିଚ୍ଛେଦ ସୁନିଶ୍ଚିତ ଜାଣି ଏଠି କେହି କେବେ ବିବାହ କରେନା। ବିବାହକୁ ନେଇ ଏଠାରେ କେହି ପରୀକ୍ଷା ନିରୀକ୍ଷା କରେନା। ମୁଁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତ, ଚାର୍ଲ୍ସ ଉଦାର କଣ୍ଠରେ କହିଲା। ପ୍ରାଚୀ ଶିକ୍ଷକ ସୁଲଭ ଗମ୍ଭୀର କଣ୍ଠରେ କହିଲା, ଚାର୍ଲ୍ସ, ତମେ ଭାରତୀୟ ଜୀବନ ଦର୍ଶନ ଖୁବ୍ ପଢ଼ିଛ ସତ, ମାତ୍ର ସେ ଦର୍ଶନ ତତ୍ତ୍ୱ କିଛି ବି ବୁଝିନାହ। ମୋର ଅନୁରୋଧ, ଭାରତୀୟ ନାରୀ ଏବଂ ବିବାହ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଏପରି ଲଘୁ ପରିହାସ କରେ ନାହିଁ। ଭବିଷ୍ୟତରେ ଏଥିପାଇଁ ତମେ ବିପଦରେ ପଡ଼ିପାର। ତମର ଏଭଳି କଥାକୁ ସମସ୍ତେ ସହଜ ଭାବରେ ଗ୍ରହଣ କରିବେନି। ମୁଁ ପ୍ରଥମ ଥର ପାଇଁ ତମକୁ କ୍ଷମା କରିଦେଉଛି। ଚାର୍ଲ୍ସ ଅନୁତପ୍ତ କଣ୍ଠରେ କହିଲା, ମୁଁ ପରିହାସ କରୁନଥିଲି ପ୍ରାଚୀ, ମୁଁ ମୋର ଇଚ୍ଛା ହିଁ ପ୍ରକାଶ କରୁଥିଲି। ବିବାହ, ବନ୍ଧୁତ୍ୱ, ନାରୀ ଏବଂ ଜୀବନକୁ ଲଘୁ ଭାବରେ ଗ୍ରହଣ ନ କରି ହିଁ ତମେ ସବୁ କଷ୍ଟ ପାଅ। ମୋର ଏ ମନ୍ତବ୍ୟ ପାଇଁ କ୍ଷମା ଦେବ। ପ୍ରାଚୀ ଗୋଟିଏ ଗଭୀର ଦୀର୍ଘଶ୍ୱାସ ତୋଳି କହିଲା, ତମର କଥା ସତ୍ୟ ହୋଇପାରେ ଚାର୍ଲ୍ସ, ତଥାପି ସୁଖ ବା ଦୁଃଖର ଅର୍ଥ ଆପେକ୍ଷିକ। ତମେ ଯାହାକୁ ଦୁଃଖ କୁହ, ମୁଁ ସେଥିରେ ସୁଖର ସନ୍ଧାନ କରିପାରେ। ସମ୍ପୂର୍ଣ୍ଣ ସୁଖ ବା ସମ୍ପୂର୍ଣ୍ଣ ଦୁଃଖ ବୋଲି ସଂସାରରେ କିଛି ନାହିଁ। ଦୁଃଖକୁ ସହ୍ୟ କରିବାରେ ଆତ୍ମସନ୍ତୋଷ ବି କମ୍ ସୁଖ ମିଳେ ନାହିଁ ଚାର୍ଲ୍ସ। ସୁଲଭ ସୁଖଠାରୁ ସେ ସୁଖର ଆନନ୍ଦ ଢେର ବେଶୀ। ଚାର୍ଲ୍ସର ମନେ ହେଲା ପ୍ରାଚୀ ଯେମିତି ଅନେକ ଦୁଃଖକୁ ନିଜ ଭିତରେ ଚାପି ରଖିଛି। କୋଣାର୍କ ଭଳି ନିର୍ବିକାର ଏବଂ ମୌନ ହେଲେ ମଧ୍ୟ ପ୍ରାଚୀ ଭିତରେ ଅନେକ ଭଙ୍ଗାରୁଜାର କାହାଣୀ ଛପି ରହିଛି। କ'ଣ ହୋଇପାରେ ପ୍ରାଚୀ ଭଳି ସୁନ୍ଦରୀ ତରୁଣୀଟିର ଦୁଃଖ? କ'ଣ ହୋଇପାରେ ପ୍ରାଚୀ ଜୀବନର ବିଖଣ୍ଡିତ କାହାଣୀ? ପଚାରିବା ପାଇଁ ଚାର୍ଲ୍ସର ସାହସ ହୁଏ ନାହିଁ। ଝିଅମାନଙ୍କର ଅତୀତ ସମ୍ପର୍କରେ ପ୍ରଶ୍ନ ପଚାରିବା ବି ଭାରତୀୟ ଦୃଷ୍ଟିରେ ଅଭଦ୍ରାମି। ଖେରଙ୍ଗ, ହାତୀପଦା, କରମଙ୍ଗା, ଶ୍ରୀକଣ୍ଠପୁର, ଅନସରା, ଡାଳିମ୍ବଗରଡ଼ା ଇତ୍ୟାଦି ଗାଁ ବୁଲିସାରି ଚାର୍ଲ୍ସ ଓ ପ୍ରାଚୀ ଫେରିଆସନ୍ତି ପୁଣି ବିଷ୍ଣୁ ମହାରଣା ପାଖକୁ। ବିଷ୍ଣୁ ମହାରଣା ଆରମ୍ଭ କରେ କାହାଣୀ। ଯେଉଁଠୁ ଛାଡ଼ିଥାଏ ସେଇଠୁ ଖିଅ ଧରେ। ଏ ବୟସରେ ମଧ୍ୟ ବିଷ୍ଣୁ ମହାରଣାର ସ୍ମରଣ ଶକ୍ତି ବିସ୍ମୟକର ଭାବେ ତୀକ୍ଷ୍ଣ। ସେ କଥା ଆରମ୍ଭ କରେ, ଲକ୍ଷ୍ନୌର ବିଜୟ ପରେ ନରସିଂହଦେବ ରାଜସିକ ଆଳସ୍ୟ ବିଳାସରେ ମାତି ଯାଇନଥିଲେ। 1243 ଖ୍ରୀଷ୍ଟାବ୍ଦରେ ଲକ୍ଷ୍ନୌର ବିଜୟ ସାରି ସେ ମନ୍ଦିର ନିର୍ମାଣର ପରିକଳ୍ପନାରେ ମଗ୍ନ ହୋଇଥାନ୍ତି। ମହାରାଣୀ ସୀତାଦେବୀ ସ୍ୱାମୀଙ୍କୁ ପ୍ରଶ୍ନ କରନ୍ତି, ବିଜୟ ମହାରାଜା ଚିନ୍ତିତ କାହିଁକି? ନରସିଂହଦେବ ଉତ୍ତର ଦିଅନ୍ତି, ଯୁଦ୍ଧ, ବିଜୟ, ରକ୍ତପାତ ଜନ୍ମଭୂମିର ସ୍ୱାଧୀନତା ରକ୍ଷା ପାଇଁ ଅପରିହାର୍ଯ୍ୟ ହେଲେ ମଧ୍ୟ ସେଥିରେ ଆତ୍ମାକୁ ଶାନ୍ତି ମିଳେ ନାହିଁ। ଯୁଦ୍ଧ ଜୟରେ ଜନ୍ମଭୂମିର ସ୍ୱାଧୀନତା ରକ୍ଷା ହୋଇପାରେ, ମାତ୍ର ଦେଶର କଳା, ସଂସ୍କୃତି, ଐତିହ୍ୟର ରକ୍ଷା ହୋଇପାରେ ନା। ଏ ଦେଶର ସଙ୍ଗୀତ, କଳା, ସଂସ୍କୃତି ଅନବଦ୍ୟ। ସେସବୁର ସୁରକ୍ଷା ରାଜାର ଧର୍ମ। ହଜାର ହଜାର ବର୍ଷ ପରେ ଆଗାମୀ ବଂଶଧରଙ୍କ ପାଇଁ ପିତୃପୁରୁଷଙ୍କର ସମ୍ପତ୍ତିକୁ ସୁରକ୍ଷିତ କରି ରଖିବାର ଉପାୟ ଚିନ୍ତା କରୁଛି। ଯବନ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ଶତ୍ରୁ ସୈନ୍ୟଙ୍କୁ ବିନାଶ କରିବାରେ ରକ୍ତପାତ ଦେଖି ଦେଖି ମନରେ ଯେଉଁ ଗ୍ଳାନି ଉପୁଜୁଛି, ତାର ହୁଏତ ଅବସାନ ଲଭିବ। ମହାରାଣୀ ସୀତାଦେବୀ ନରସିଂହଦେବଙ୍କର କେବଳ ପ୍ରିୟତମା ପତ୍ନୀ ନୁହନ୍ତି, ସେ ମଧ୍ୟ ତାଙ୍କର ଜଣେ ପ୍ରଧାନ ପରାମର୍ଶଦାତା। ସୀତାଦେବୀ ନମ୍ର କଣ୍ଠରେ କହିଲେ, ମହାରାଜ, କୋଣାର୍କଠାରେ କେଶରୀ ବଂଶଜ ରାଜା ପୁରନ୍ଦର କେଶରୀଙ୍କ ନିର୍ମିତ କ୍ଷୁଦ୍ର ସୂର୍ଯ୍ୟ ମନ୍ଦିରରେ ଆପଣଙ୍କ ପୂର୍ବପୁରୁଷମାନେ ସୂର୍ଯ୍ୟ ପୂଜା କରିଆସୁଛନ୍ତି। ରାଜମାତା କସ୍ତୁରୀ ଦେବୀ ବହୁ ବର୍ଷ ନିଃସନ୍ତାନ ରହିବା ପରେ କୋଣାର୍କ ସୂର୍ଯ୍ୟକ୍ଷେତ୍ରରେ ସୂର୍ଯ୍ୟ ଉପାସନା କଲେ।
ସୂର୍ଯ୍ୟଦେବ ତାଙ୍କ ଉପାସନାରେ ସନ୍ତୁଷ୍ଟ ହୋଇ ତାଙ୍କୁ କହିଥିଲେ, ପୁତ୍ର ସନ୍ତାନ ପାଇବା ପାଇଁ କୋଣାର୍କରେ ଥିବା ମହାବୀରଙ୍କୁ ଆରାଧନା କର। ରାଜାମାତା ମହାବୀରଙ୍କୁ ଆରାଧନା କରି ସନ୍ତୁଷ୍ଟ କରିଥିଲେ ଏବଂ ପୁତ୍ର ରୂପରେ ଆପଣଙ୍କୁ ପାଇଥିଲେ। ରାଜାମାତା ବିଶ୍ୱାସ କରନ୍ତି ସ୍ୱୟଂ ମହାବୀର ତାଙ୍କ ଗର୍ଭରେ ପୁତ୍ର ଦେଇ ଆବିର୍ଭୂତ ହୋଇଥିଲେ। ତେଣୁ ତାଙ୍କର ପୁତ୍ର ମହାବୀର ହନୁମାନଙ୍କ ଭଳି ଅତ୍ୟନ୍ତ ବଳଶାଳୀ ଓ ପରାକ୍ରମୀ ହୋଇଛନ୍ତି। ମହାବୀରଙ୍କ କୃପାରୁ ପୁତ୍ର ତାଙ୍କ ଜୀବନରେ କେବେ ହେଲେ ପରାଜୟ ସ୍ୱୀକାର କରିବେ ନାହିଁ। ପୁରନ୍ଦର କେଶରୀଙ୍କ ନିର୍ମିତ ସୂର୍ଯ୍ୟ ମନ୍ଦିର ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ପୁତ୍ର ଲାଭ ପାଇଁ ସୂର୍ଯ୍ୟ ଉପାସନା କରିବା କାଳରେ ରାଜମାତା ମାନସିକ କରିଥିଲେ ପୁତ୍ର ଲାଭ କରିବା ପରେ କୋଣାର୍କରେ ଗୋଟିଏ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବେ। ରାଜମାତାଙ୍କର ଏ ମାନସିକ ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇନାହିଁ। ଆପଣ କୋଣାର୍କରେ ଗୋଟିଏ ସୂର୍ଯ୍ୟ ମନ୍ଦିର ନିର୍ମାଣ କରନ୍ତୁ, ରାଜମାତାଙ୍କର ମାନସିକ ପୂର୍ଣ୍ଣ ହେବ। ସଙ୍ଗେ ସଙ୍ଗେ ଦେଶର ସ୍ଥାପତ୍ୟ ଶିଳ୍ପକଳାର ନିଦର୍ଶନ କାଳକାଳକୁ ଅକ୍ଷୟ କୀର୍ତ୍ତି ହୋଇ ରହିଯିବ। ପରମ ସନ୍ତୋଷରେ ରାଜା ମହାରାଣୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସେହି ବର୍ଷ 1244 ଖ୍ରୀଷ୍ଟାବ୍ଦରେ ମନ୍ଦିର ନିର୍ମାଣ ପରିକଳ୍ପନା ରାଜାଙ୍କ ମନରେ ସ୍ଥାନ ପାଇଥିଲା। ରାଜା ନିଜର ଇଚ୍ଛା ମନ୍ତ୍ରୀ ସଦାଶିବ ସାମନ୍ତରାୟ ମହାପାତ୍ରଙ୍କୁ ଜଣାଇ ଦେଇଥିଲେ। ମନ୍ତ୍ରୀ ଶିବେ ସାନ୍ତରା ଯୋଜନା ପ୍ରସ୍ତୁତ କରୁଥାନ୍ତି। ନରସିଂହ ଦେବ ପୁନର୍ବାର 1246 ଖ୍ରୀଷ୍ଟାବ୍ଦରେ ଗୌଡ଼ ଦେଶ ଆକ୍ରମଣ କଲେ। ସୁଲତାନ ଇଲତୁତମିଶଙ୍କର ଏକ ଦାସ ମାଳିକ ଇଖତିୟାରୁଦ୍ଦିନ ୟୁଜବେକ୍ ଗୌଡ଼ର ଶାସକ ଭାବରେ ନିଯୁକ୍ତ ହୋଇଥାନ୍ତି। ତାଙ୍କରି ସଙ୍ଗେ ନରସିଂହ ଦେବଙ୍କର ରକ୍ତାକ୍ତ ସଂଘର୍ଷ ଚାଲିଲା। ଅନଙ୍ଗ ଭୀମଦେବଙ୍କର ଜ୍ୱାଇଁ ତଥା ନରସିଂହ ଦେବଙ୍କର ଭଗ୍ନିପତି ପରମାର୍ଥୀ ଦେବ ଏ ଯୁଦ୍ଧରେ ସେନାପତି କାର୍ଯ୍ୟ କରୁଥାନ୍ତି। ପୂର୍ବରୁ ତୁଘାନ ଖାଁଙ୍କ ସଙ୍ଗେ ହୋଇଥିବା ସଂଘର୍ଷରେ ମଧ୍ୟ ପରମାର୍ଥୀ ଦେବ ସେନାପତି ଥିଲେ। ପରମାର୍ଥୀ ଦେବଙ୍କ ପରାକ୍ରମ ଓ ଯୁଦ୍ଧ କୌଶଳ ଯବନ ସେନାଙ୍କୁ ସ୍ତମ୍ଭୀଭୂତ କରିଥିଲା। ୟୁଜବେକ୍ ଯୁଦ୍ଧରେ ପରାସ୍ତ ହୋଇ ଏକ ଶ୍ୱେତହସ୍ତୀ ଫେରାଇଲେ। ଏହି ଯୁଦ୍ଧ ଫଳରେ ମୁସଲମାନ ଶାସିତ ବଙ୍ଗରେ ହାଉଡ଼ା, ହୁଗୁଳି, ବାଙ୍କୁରା, ବୀରଭୂମି ଜିଲ୍ଲା ଓଡ଼ିଶାର କରାଗତ ହେଲା। ଏହି ଭୟାବହ ଯୁଦ୍ଧର ବିଜୟ ନିଶାଣ ରଖିବା ପାଇଁ ବିଶ୍ୱବିଖ୍ୟାତ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ରାଜା ପ୍ରତିଜ୍ଞାବଦ୍ଧ ହେଲେ। ଦକ୍ଷିଣରେ ଆନ୍ଧ୍ରପ୍ରଦେଶର କାକତୀୟ ରାଜା ଗଣପତି ମଧ୍ୟ ନରସିଂହ ଦେବଙ୍କ ଦ୍ୱାରା ପରାସ୍ତ ହୋଇଥାନ୍ତି। ଉତ୍ତର ଓ ଦକ୍ଷିଣରେ ତାଙ୍କର ବିଜୟ କେତନ ଫରଫର ଉଡ଼ୁଥାଏ। ସେ ବିଜୟ ଉଲ୍ଲାସ ଭିତରେ କୋଣାର୍କ ମନ୍ଦିରର ଶୁଭଦାନ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଚାଲିଥାଏ। କୋଣାର୍କ ମନ୍ଦିରର ମୁଖ୍ୟ ସ୍ଥପତି ମନ୍ତ୍ରୀ ଶିବେ ସାନ୍ତରା ଏ ଭିତରେ କୋଣାର୍କ ମନ୍ଦିରର ନକ୍ସା ଇତ୍ୟାଦି ଶେଷ କରିଥିଲେ। ମନ୍ଦିର ନିର୍ମାଣରେ କେତେ ଅର୍ଥ ବ୍ୟୟ ହେବ, କେତେ ଲୋକ ନିଯୁକ୍ତ ହେବେ, କେତେ ଦିନର ମନ୍ଦିର ନିର୍ମାଣରେ ଶେଷ ହେବ ତାର ଚିଠା ମଧ୍ୟ ପ୍ରସ୍ତୁତ ହୋଇସାରିଥାଏ। 42 ବାଟିର ଭ୍ରମରବର ହରିଚନ୍ଦନ ଆୟ ବ୍ୟୟ ହିସାବ ରକ୍ଷକ ଭାବରେ ନିଯୁକ୍ତି ପାଇସାରିଥାନ୍ତି। ପଦ୍ମତୋଳା ଗଣ୍ଡ ନାମକ ଏକ ପୁଷ୍ପରିଣୀକୁ ପୋତାଯାଇ ତାହା ଉପରେ ମନ୍ଦିର ହେବାର ସ୍ଥାନ ନିରୂପଣ ସରିଥାଏ। ପଦ୍ମତୋଳା ଗଣ୍ଡ ପୋତିବାରେ ନାନା ବାଧାବିଘ୍ନ ଘଟିଲେ ମଧ୍ୟ ମନ୍ତ୍ରୀ ଶିବେ ସାନ୍ତରା ଦେବୀ ରାମଚଣ୍ଡୀଙ୍କ ନିକଟରେ ଧାରଣା ଦେବା ଫଳରେ ରାମଚଣ୍ଡୀ ଠାକୁରାଣୀ ଏକ ବୁଢ଼ୀ ବେଶରେ ଶିବେ ସାନ୍ତରାଙ୍କୁ ଏକ ଥାଳିରେ ଯାଉ ଖୁଆଇବାକୁ ଦେଇ ଗଣ୍ଡ ପୋତାଇବାର କୌଶଳ ବତାଇ ଦେଇଥିଲେ। ଦେବପୁରର ବୈଦିକ ବ୍ରାହ୍ମଣମାନେ ମଙ୍ଗଳାରୋପଣ, ଭୂମିଶୁଦ୍ଧି ଇତ୍ୟାଦି କାର୍ଯ୍ୟ ବିଧିବଦ୍ଧ ଭାବେ ସମାପ୍ତ କରିଦେଲେ। ରୂପାଶଗଡ଼ର ଦଳବେହେରା ବଛା ବଛା ଶିଳ୍ପୀମାନଙ୍କୁ ଖୋଜି ଖୋଜି ଆଣିଥିଲେ। ଓଡ଼ିଶାର ମନ୍ଦିର ନିର୍ମାଣ ଶିଳ୍ପ ପ୍ରାୟ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀଠାରୁ ପ୍ରସାର ଲାଭ କରିଥାଏ। କୋଣାର୍କ ମନ୍ଦିର ନିର୍ମାଣ ପୂର୍ବରୁ ଭୁବନେଶ୍ୱରରେ ସହସ୍ରାଧିକ ମନ୍ଦିର, ପୁରୀର ବିଶ୍ୱବିଖ୍ୟାତ ଶ୍ରୀଜଗନ୍ନାଥ ଦେବଙ୍କ ମନ୍ଦିର ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଛୋଟ ବଡ଼ ମନ୍ଦିର ନିର୍ମିତ ହୋଇଥାଏ। ଉତ୍କଳୀୟ ଶିଳ୍ପୀଙ୍କର ସ୍ଥାପତ୍ୟ ଶିଳ୍ପକଳାରେ ଦୀର୍ଘ 600 ବର୍ଷର ଅବିରାମ ସାଧନର ଚୂଡ଼ାନ୍ତ ପର୍ଯ୍ୟାୟରେ ତ୍ରୟୋଦଶ ଶତାବ୍ଦୀରେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭଦାନ ହେଲା। ନରସିଂହ ଦେବଙ୍କର ଆଦେଶ, ସୀତାଦେବୀଙ୍କର ଇଚ୍ଛା ଏବଂ ରାଜମାତା କସ୍ତୁରୀ ଦେବୀଙ୍କର କାମନା ପଦ୍ମକ୍ଷେତ୍ରରେ ପଦ୍ମତୋଳା ଗଣ୍ଡ ଉପରେ କୋଣାର୍କର ସୂର୍ଯ୍ୟ ମନ୍ଦିର ହେବ ପୃଥିବୀର
ଅଦ୍ୱିତୀୟ ଶିଳ୍ପ ଭାସ୍କର୍ଯ୍ୟପୂର୍ଣ୍ଣ ବୃହତ୍ତମ ମନ୍ଦିର ଏବଂ ଉତ୍କଳୀୟ ଶିଳ୍ପ ପରାକାଷ୍ଠାର ଚରମ ନିଦର୍ଶନ। ଉତ୍କଳୀୟ ଶିଳ୍ପୀ ରାଜାଙ୍କର ଆଦେଶକୁ ଈଶ୍ୱରଙ୍କ ଇଚ୍ଛା ଭାବରେ ଗ୍ରହଣ କରି ନିର୍ମାଣ କାର୍ଯ୍ୟରେ ମନ ପ୍ରାଣ ଢାଳିଦେବେ ବୋଲି ନିଜର ଆତ୍ମାକୁ ସାକ୍ଷୀ ରଖି ପ୍ରତିଜ୍ଞାବଦ୍ଧ ହୋଇଥାନ୍ତି। ଜନ୍ମଭୂମିର ସ୍ୱାଧୀନତା ରକ୍ଷା ଲାଗି ମୁସଲମାନ ଶାସକଙ୍କ ସଙ୍ଗେ ସଂଘର୍ଷ ଲାଗି ରହିଥାଏ। ଏଣେ ମାତୃଭୂମିର ମହାନ ସ୍ଥାପତ୍ୟ ଓ ଶିଳ୍ପକଳାକୁ ବିଶ୍ୱ ଦରବାରରେ ମହନୀୟ କରି ତୋଳିବା ପାଇଁ ମନ୍ଦିର ତୋଳାର ପ୍ରସ୍ତୁତି ଚାଲିଥାଏ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶକୁ ଆମେ ଶୁଣିବା। ରହିଲି, ନମସ୍କାର।